ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା +3 ଚତୁର୍ଥ ସେମିଷ୍ଟାର କୋର୍ 10 ର ୟୁନିଟ୍ 1, ଯେଉଁଥିରେ ଆମେ ଆଲୋଚନା କରୁଥିଲା ଯେ କାଳିନୀ ଚରଣ ପାଣିଗ୍ରାହୀଙ୍କର ଆଜିର ମଣିଷ ଉପରେ ଏବଂ ତାର ଦୁଇଟା ପାର୍ଟ ଆମେ କମ୍ପ୍ଲିଟ୍ କରି ସାରିଥିଲେ। ତ ଆଜିର କ୍ଲାସରେ ଆଲୋଚନା କରିବା ଆମେ ଆଜିର ମଣିଷର ପାର୍ଟ 3 ଉପରେ। ତ ଆଜିର ମଣିଷର ଆମେ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ଆମେ ଆଲୋଚନା କରୁଥିଲା ଏବଂ ଏହାର ପ୍ରଥମରୁ ଆମେ ଦେଖିଥିଲା ଯେ ଅନେକ ଗୁଡ଼ିଏ ମାନେ ଦିବାକର ଦାସଙ୍କର କଥା। ଦିବାକର ଦାସ ନିଜ ଜୀବନକୁ ଯେଉଁ ସ୍ମରଣ କରିଛନ୍ତି ସେ ଜିନିଷ ଆମେ ଅତୀତ ଜୀବନର କଥା, ତାଙ୍କ ବୃଦ୍ଧାବସ୍ଥାରେ ସେ ଯେଉଁ ସ୍ମରଣ କରିଛନ୍ତି ସେଇ କଥା ଗୁଡ଼ିକ ଆମେ ଆଲୋଚନା କରୁଥିଲା। ନାରୀ ଶିକ୍ଷା ଏବଂ ଗୌରୀ ପଢିଥିଲା ଆମେ, ତା ଆଗର ପ୍ରସଙ୍ଗ ଗୁଡ଼ିକ ମଧ୍ୟ ପଢିଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହେବା ପାଇଁ ଏ ଯେଉଁ ବିଧୁଶେଖର ବର୍ମା ଯାତ୍ରା କରିଥିଲେ। ବର୍ମା ଯାତ୍ରା ମାନେ ବର୍ମା ମାନେ ଏଇ ଜାଗାରେ ଆମର ଭାରତର ଉତ୍ତର ଭାଗରେ ଅବସ୍ଥିତ ଗୋଟେ ଦେଶ, ଯାହାକୁ ଆମେ ମିଆଁମାର ବୋଲି ବର୍ତ୍ତମାନ କହୁଛେ। ତ ସେ ଜାଗାକୁ ସେ ଯାଇଥିଲେ, ସେ ଜିନିଷ ଆମେ ଆଲୋଚନା କରୁଥିଲା। ତାପରେ ଆମେ ଆଲୋଚନା କରିଥିଲା ଯେ ବିଧୁଶେଖର ବାବୁ କେମିତି ଭାବରେ ମାନେ ଏଇ ଯୋଉ ମଦନ ବାବୁଙ୍କୁ ବୁଝେଇଛନ୍ତି ସ୍ୱାଧୀନତାର ଅର୍ଥ, ସେ ପ୍ରସଙ୍ଗ ଗୁଡ଼ିକ ଉପରେ ଆମେ ଆଲୋଚନା କରୁଥିଲୁ। ଚାଲ ଆଗକୁ ପଢିବା ସେଥିରେ କ'ଣ ରହିଛି। ରଣଭୂମିରୁ ଯେଉଁ ଜାଗାକୁ ଯାଇଛନ୍ତି ସେ ରଣଭୂମିରୁ ବିଧୁଶେଖରଙ୍କର ଚିଠି ଆମେ ଦେଖିବା। ପଞ୍ଚମ ଖଣ୍ଡରେ ବର୍ଣ୍ଣନା କରାଯାଇଛି ବର୍ମାକୁ ଯାଇଛନ୍ତି କିଏ? ସୈନ୍ୟମାନଙ୍କୁ ବଞ୍ଚାଇବା ପାଇଁ ବିଧୁଶେଖର। ତ ପଞ୍ଚମ ଖଣ୍ଡରେ ବର୍ମାର ରଣଭୂମିରୁ ବିଧୁଶେଖର ଚିଠି ପଠାଇଛନ୍ତି ତାଙ୍କ ପୁତ୍ର ତୁହିନଙ୍କ ପାଖକୁ। ଚିଠିରେ ବିଧୁଶେଖର ଯୁଦ୍ଧଭୂମିର ବିଚିତ୍ର ବର୍ଣ୍ଣନା କରି ଦର୍ଶାଇଛନ୍ତି ଏଠି ନାନା ଦେଶର, ନାନା ଧର୍ମର, ନାନା ଜାତିର, ନାନା ରଙ୍ଗର ହଜାର ହଜାର ସୈନ୍ୟ ଗୋଟିଏ ପକ୍ଷରୁ ଯୁଦ୍ଧ କରିବାକୁ ରୁଣ୍ଡ ହୋଇଛନ୍ତି। କେହି କାହାରିକୁ ଚିହ୍ନି ନାହାନ୍ତି, ହେଲେ ଗୋଟିଏ ଘରର ଗୋଟିଏ ପରିବାର ଭଳି ସଭ୍ୟ ଅଛନ୍ତି। ସମସ୍ତଙ୍କ ସ୍ୱାର୍ଥ ଗୋଟିଏ, ତାହା ହେଉଛି ଜୀଇଁବା ନହେଲେ ମରିବା। ନିତିଦିନ ସମସ୍ତେ ଏକ ସମୟରେ ଉଠୁଛନ୍ତି, ଏକ ସମୟରେ ଗାଧୁଆ ପାଧୁଆ ଓ ଖିଆପିଆ କରୁଛନ୍ତି। ମଝିରେ ମଝିରେ ହଠାତ୍ ସତର୍କ ଘଣ୍ଟି ବାଜିଲେ ସମସ୍ତେ ମାଟି ଭିତରରେ ଯେଉଁ ବଙ୍କର ଥାଏ ସେ ଭିତରେ ପଶି ଯାଆନ୍ତି। ତଥାପି ବି ବୋମା ମାଡ଼ରେ ପୃଥିବୀ ଦୁଲୁକି ଉଠେ। ଆହତଙ୍କୁ ଉଦ୍ଧାର କରି ସୈନ୍ୟ ଦଳ ଡାକ୍ତରଖାନାକୁ ନେଇ ଆସନ୍ତି। ବୋମା ମାଡ଼ ସ୍ଥଳର ନିରାପଦ ଦୂରରେ ତମ୍ବୁ ମଧ୍ୟରେ ଥାଏ ଆମ ଡାକ୍ତରଖାନା। ସେ ଜାଗାରେ ସେ ଯେଉଁ ବର୍ମାକୁ ଯାଇଥିଲେ ବିଧୁଶେଖର କ'ଣ କରିବା ପାଇଁ? ସୈନ୍ୟମାନଙ୍କର ଚିକିତ୍ସା କରିବା ପାଇଁ, ଆହତ ସୈନ୍ୟମାନଙ୍କର। ସେଇ ଜାଗାରେ ଯେଉଁ ଯାଇଥିଲେ ନା ବର୍ମାରେ, ସେ ଜାଗାରେ ସେ ଯେଉଁ ପରିସ୍ଥିତି ଦେଖିଛନ୍ତି, ସେଇ ପରିସ୍ଥିତିରେ ସୈନ୍ୟମାନଙ୍କର ଅବସ୍ଥା, ନିଜେ ତାଙ୍କର କେମିତି ସେବା କରୁଥିଲେ, ସେ ଜିନିଷକୁ ସେ କ'ଣ କରିଛନ୍ତି? ନିଜ ପୁତ୍ର ତୁହିନ ପାଖକୁ ଚିଠି ମାଧ୍ୟମରେ ପଠେଇଛନ୍ତି। ତେବେ ଏଠାରେ ମଧ୍ୟ ବୋମା ମାଡ଼ର ଯେ ଡାକ୍ତରଖାନାରେ ମଧ୍ୟ କ'ଣ ଯେ ବୋମା ମାଡ଼ର ଭୟ ରହିଥାଏ। ଡାକ୍ତରଖାନାରେ ମଧ୍ୟ ବୋମା ମାଡ଼ର ଭୟ ରହିଥାଏ। ଶହ ଡାକ୍ତର ଏଠାରେ ବୋମା ମାଡ଼ ଶବ୍ଦ ଶୁଣି ତୟାର ହୋଇଯାଆନ୍ତି, କାରଣ ଏକ ସାଥିରେ 20-30 ଆମ୍ବୁଲାନ୍ସରେ ବୋଝେଇ ହୋଇ ଆସନ୍ତି ଆହତ ସୈନ୍ୟ। କାହାର ଗୋଡ଼ କଟା ଯାଇଥାଏ ତ କାହାର ଦେହରୁ ଗୁଲି ବାହାର କରାଯାଏ, କାହାର ଆଖିରେ ପଟି ବନ୍ଧାଯାଏ ତ କାହାକୁ ରକ୍ତ ଦିଆଯାଏ। ମାନେ ସୈନିକମାନଙ୍କର ଅବସ୍ଥା, ଯେଉଁମାନେ ଆହତ ସୈନ୍ୟମାନଙ୍କର ଅବସ୍ଥା ସମ୍ପର୍କରେ ଏଥିରେ ସେ କହିଛନ୍ତି। ପୃଥିବୀର ଚାରିଆଡ଼ୁ ଲୋକେ ଦେଉଥିବା ରକ୍ତ ଏଠାକୁ ବୁହା ହୋଇ ଆସେ। ଏଠାରେ ହଜାର ହଜାର ଲୋକ ନିତିଦିନ ଲଢୁଛନ୍ତି ଓ ମରୁଛନ୍ତି। କାଲି 167 ଜଣଙ୍କୁ ଏକାକାଳୀନ ସମାଧି ଦିଆଗଲା। କାଲିର ଯେଉଁ ଯୁଦ୍ଧରେ 167 ଜଣ ଏକାସାଥେ ମରିଥିଲେ, ତାଙ୍କୁ ସମାଧି ଦିଆଗଲା। ସେଥିପାଇଁ ଗୋଟିଏ ନୀରବ ରୋଷଣୀ ହୋଇଥିଲା। ସମସ୍ତେ ଯେମିତି ମନେ କରୁଥିଲୁ ଆପଣାର ଅତି ଆତ୍ମୀୟ ନିକଟତମ ସ୍ୱଜନ ମରିଯାଇଛନ୍ତି, କିନ୍ତୁ କେହି କାହାରିକୁ ଚିହ୍ନେ ନାହିଁ। ରଣଭୂମିରେ ହିଁ ପର ଆପଣାର ବିଚାର ନଥାଏ। ସେ ଯେଉଁ ରଣଭୂମିର କଥା କହୁଛନ୍ତି, ସେ ଯେଉଁ ଯୁଦ୍ଧଭୂମିର କଥା କହୁଛନ୍ତି, ସେ ଜାଗାରେ କ'ଣ ହେଇଥିଲା ଯେ କାଲି 167 ଜଣ ମରିଥିଲେ। ସେ ଜାଗାରେ କେହି କାହାକୁ ଚିହ୍ନି ନାହାନ୍ତି, କିନ୍ତୁ ସମସ୍ତେ ଆସିଛନ୍ତି ଯୁଦ୍ଧରେ ଲଢ଼େଇ କରିବା ପାଇଁ। ସେଥିରୁ ଅନେକ ଜଣ ପ୍ରତିଦିନ ମୃତ୍ୟୁବରଣ କରୁଛନ୍ତି। ସେ ଆହୁରି ସେ ଚିଠିରେ ଉଲ୍ଲେଖ କରିଛନ୍ତି ଏଠାରେ ସ୍ୱାଧୀନ ପରାଧୀନର କିଛି ଫରକ ନାହିଁ। ଶାସକ ଶାସିତ, ମାଲିକ ମୂଳିଆ, ଧନୀ ଗରିବ ସମସ୍ତେ ଏକାକାର। ଆମ ଦେଶ ଯୁଦ୍ଧରୁ ଯେତେ ଅଲଗା ରହିଲେ ବି, ପୁଣି ଯେତେ ଅହିଂସାର ଅଭ୍ୟାସ କଲେ ମଧ୍ୟ ମହାଯୁଦ୍ଧର ପ୍ରଭାବରୁ ଆମ ଦେଶ ମଧ୍ୟ ମୁକ୍ତ ରହିପାରେ ନାହିଁ, କାରଣ ଆମ ଦେଶ ପୃଥିବୀର ଅଲଗା ନୁହେଁ। ଏସବୁ ସେ ମଦନ ବାବୁଙ୍କୁ ସୂଚାଇବା ପାଇଁ ଲେଖିଛନ୍ତି। ଏସବୁ କ'ଣ କରିଛନ୍ତି ଯେ ସେ ନିଜ ପୁଅକୁ ଚିଠି ମାଧ୍ୟମରେ ଲେଖିଛନ୍ତି ଏବଂ ମଦନ ବାବୁଙ୍କୁ ଯେ କି ଗାଁରେ ରହୁଥିଲେ, ଗାଁର ଲୋକମାନଙ୍କର ଉନ୍ନତି ପାଇଁ ସେ ଚେଷ୍ଟା କରୁଥିଲେ, ତାଙ୍କ ପାଇଁ ଲେଖିଛନ୍ତି ଏସବୁ ତାଙ୍କ ବନ୍ଧୁ ବିଧୁଶେଖର ଚିଠିରେ ଚିନ୍ତା ନ କରିବାକୁ ଦର୍ଶାଇଛନ୍ତି, କାରଣ ଚିନ୍ତା ହିଁ ମହାବିପଦ। ଏଠାରେ କେହି ଚିନ୍ତା କରନ୍ତି ନାହିଁ, କାମ କରିବାକୁ ଏଠାରେ ସମସ୍ତେ ଯେମିତି ପାଗଳ। ବୋମା ବର୍ଷଣ ନଥିଲେ କାମ କିଛି କମିଯାଏ। ଏହା ସତ୍ତ୍ୱେ ଦିନ ରାତି ରୋଗୀଙ୍କ ଚିକିତ୍ସାରେ ଲାଗିଯାଏ। ଯେ ସେ ଜାଗାରେ ବିଧୁଶେଖର କହିଛନ୍ତି ଯେ ଚିନ୍ତା ନ କରିବା ପାଇଁ। କାହାକୁ କହିଛନ୍ତି? ଏ ଜାଗାରେ ମଦନ ମୋହନକୁ। ଯୁଦ୍ଧ ପାଇଁ ଓଡ଼ିଶାର ଲୋକେ ସହର ଛାଡ଼ି ଗାଁକୁ ପଳାଉଥିବା ଖବର ସେ ଶୁଣିବାକୁ ପାଉଥିବା ଦର୍ଶାଇଛନ୍ତି। ସେ ଆହୁରି ସୂଚାଇଛନ୍ତି
ଯୁଦ୍ଧଭୂମିରେ କିଭଳି ଚିଠି ପହଞ୍ଚିବା ଓ ଆସିବାର ସମସ୍ୟା ରହିଛି। ବର୍ଷକ ମଧ୍ୟରେ ଗୋଟିଏ ମାତ୍ର ଚିଠି ପାଇଥିବା ଓ 10ରୁ 12ଟି ଚିଠି ଲେଖିଥିବା ଦର୍ଶାଇଛନ୍ତି। ସେ ଚିଠିରେ ବନ୍ଧୁ ମଦନ ମୋହନ, ତାଙ୍କ ଝିଅ ଗୌରୀ, ଝିଅ ମିନି, ଗାଁ କଥା ଆଦି ମନେ ପଡୁଥିବା ସେ ଲେଖିଛନ୍ତି। ସବୁ ବିଷୟରେ ମଦନ ବାବୁଙ୍କୁ ପଚାରିବାରୁ ସେ ପୁଅ ତୁହିନକୁ ପରାମର୍ଶ ଦେଇଛନ୍ତି। ମଦନ ବାବୁଙ୍କ ଯୋଗୁଁ ଗାଁରେ ପାଠ ପଢାର ସୁବିଧା ହେଉନଥିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ତ ଏଇ ଜାଗାରେ ମାନେ ଆମେ ଦେଖିବା ଯେ ସେ ଲେଖିଛନ୍ତି ଚିଠି ନିଜ ଗାଁକୁ ମନେ ପକାଇକି ନିଜ ଅବସ୍ଥା ସମ୍ପର୍କରେ ସୂଚାଇ ଦେବା ଏବଂ ସେ ଆହୁରି ବି ଆଶା କରିଛନ୍ତି ମଦନ ବାବୁ ଯେହେତୁ ଗାଁରେ ଅଛନ୍ତି ସେଇଥିପାଇଁ ଗାଁରେ ପାଠ ପଢା ଅସୁବିଧା ହଉନଥିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ବିଦ୍ୟୁତଶେଖର 10ରୁ 12ଟା ଚିଠି ପଠାଇଥିବା ଲେଖିଥିଲେ ମଧ୍ୟ ମାତ୍ର 4ଟି ଚିଠି ତୁହିନ ପାଇଛି। ଯେ ବହୁତ ଗୁଡେ ଚିଠି ପଠାଇଲେ ମଧ୍ୟ ସେ ସମୟରେ ଯୁଦ୍ଧ ଯୋଗୁଁ ବହୁତ କମ ଚିଠି ଆସିପାରୁଥିଲା। ଅପରପକ୍ଷରେ ତୁହିନ ଅନେକ ଚିଠି ଲେଖିଥିଲେ ହେଁ ମାତ୍ର ଗୋଟିଏ ଚିଠି ବିଦ୍ୟୁତଶେଖର ପାଇଛନ୍ତି। ବିଦ୍ୟୁତଶେଖରଙ୍କ ଚିଠି ଆସିଲେ ତାହାକୁ ତୁହିନଙ୍କ ବ୍ୟତୀତ ଗୌରୀ ଆଉ ମଦନ ବାବୁ ପଢିଥାନ୍ତି। ସ୍କୁଲରେ ଖାଲି ସମୟରେ ତୁହିନ ଓ ଗୌରୀ ଯୁଦ୍ଧକୁ ନେଇ ଚର୍ଚ୍ଚା କରନ୍ତି। ପିତାଙ୍କ ଚିଠି ଲେଖା କିନ୍ତୁ ତୁହିନକୁ ବେଶ ପ୍ରଭାବିତ କରିଛି। ଗୌରୀ ଯେତେବେଳେ ଆମ ଦେଶ ତ ଆଜି ଯାକେ ଆମର ହେଇନି, ଏପରି ସ୍ଥଳେ ଏ ଯୁଦ୍ଧଟା କିପରି ଆମର ହେବ ବୋଲି ପ୍ରଶ୍ନ କରନ୍ତି। ତାହାର ଜବାବରେ ତୁହିନ କହିଛନ୍ତି ଆମ ଦେଶ ବୋଲି ତୁମେ ଯାହାକୁ କହୁଛ ସେ ପୃଥିବୀର ଅଲଗା ନୁହେଁ। ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ଦୀକ୍ଷା ଆଦି ସବୁ ବିଷୟରେ ପୃଥିବୀର ସମସ୍ୟା ଆଜି ପ୍ରାୟ ଗୋଟିଏ। ଯୁଦ୍ଧ ବେଳେ ସ୍ୱାଧୀନ ଓ ପରାଧୀନର ପ୍ରଶ୍ନ ନାହିଁ, ଖାଲି ଜୀବନ ଓ ମରଣର ପ୍ରଶ୍ନ। ଯେଉଁ ଜୀବନ ମରଣ ଯେ କୌଣସି ସ୍ୱାଧୀନତା ଠାରୁ ବଡ଼। ତେବେ ଗୌରୀ ଯୁକ୍ତି କରିଛନ୍ତି ଭାରତର ସମସ୍ୟା ଆମ ପାଇଁ ବଡ଼। ହଜାର ହଜାର କୋଷରୁ କେତେଜଣ ବ୍ୟବସାୟୀ ଆସି 200 ବର୍ଷ ଧରି ଆମକୁ ଦଖଲ କରିଥିବା ଏକ ଲଜ୍ଜାର ବିଷୟ। ଏପରି ସ୍ଥଳେ ପୃଥିବୀର ସମସ୍ୟା ଓ ପୃଥିବୀର ଏକତା ଉପରେ କହିବା ଛୋଟ ମୁହଁରେ ବଡ଼ କଥା ଭଳିଆ ଲାଗୁଛି। ଯେ ଆମ ଦେଶରେ ଆମେ ଆଜି ଅନ୍ୟମାନଙ୍କ ଅଧୀନସ୍ଥ, ଆମେ ଆଜି ପରାଧୀନ, କିନ୍ତୁ ଆମେ ଆଜି କଣ କରୁଛେ ଯେ ପୃଥିବୀର ଏକତା ଉପରେ କହିବା ଗୋଟେ ଲଜ୍ଜାଜନକ ବିଷୟ, ଛୋଟ ମୁହଁରେ ବଡ଼ କଥା ବୋଲିକି ଏ ଜାଗାରେ କହୁଛି ଗୌରୀ। ବାସ୍ତବିକ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭାରତର ସୈନ୍ୟ ୟୁରୋପ ଓ ଏସିଆ ରଣଭୂମିରେ ଲଢି ଅପୂର୍ବ। ଯେ ଏହି ସମୟରେ କଣ ହଉଥିଲା, ଭାରତୀୟ ସୈନ୍ୟମାନେ ୟୁରୋପ ଆଉ ଏସିଆ ରଣଭୂମିରେ ଲଢି ଅପୂର୍ବ ବୀରତ୍ୱ ଓ ସାହସର ପରିଚୟ ଦେଇଥିଲେ। ତେବେ ଏଭଳି ଇଂରେଜମାନଙ୍କ ପକ୍ଷରୁ ଲଢିବାକୁ ନେଇ ସମୂହ ଦେଶବାସୀ ଯେତେବେଳେ ଭାରତୀୟ ସୈନ୍ୟମାନେ ଇଂରେଜମାନଙ୍କ ପକ୍ଷରୁ ଲଢେଇ କରୁଥିଲେ, ମାନେ ସେ ସମୟରେ ଭାରତୀୟବାସୀ ମାନେ ଏକମତ ହେଇପାରିନଥିଲେ। ଆମେ ତ ନିଜେ ସ୍ୱାଧୀନ ନହେଁ, ଆମେ କାହିଁ ଇଂରେଜମାନଙ୍କୁ ଆଉ ଲଢେଇ କରିବେ, ଏମିତି ବହୁତ ଗୁଡେ ମତ ପ୍ରକାଶ ପାଇଥିଲା। ବିଶ୍ୱଯୁଦ୍ଧ ଅପେକ୍ଷା ଭାରତ ନିଜର ସ୍ୱତନ୍ତ୍ର ପରିଚୟ ଏବଂ ନିଜର ସ୍ୱାଧୀନତାର ପ୍ରଶ୍ନ ମାନେ ଭାରତ ପାଇଁ କଣ ଥିଲା, ବିଶ୍ୱଯୁଦ୍ଧ ଅପେକ୍ଷା ନିଜର ସ୍ୱାତନ୍ତ୍ର୍ୟ, ଯେ ଭାରତୀୟ ସୈନ୍ୟମାନେ କେତେ ପାରଙ୍ଗମ, ତାଙ୍କର ସ୍ୱାତନ୍ତ୍ର୍ୟ ଆଉ ନିଜର ସ୍ୱାଧୀନତା, ମାନେ ଏ ସବୁ ନିଜର ମାନେ ଗୋଟେ ପ୍ରଶ୍ନ ଥିଲା ଭାରତୀୟ ମାନେ କେତେ ଦକ୍ଷ ବୋଲିକି ସେ ଜିନିଷକୁ ପ୍ରମାଣିତ କରିବା, ନିଜ ଘରକୁ ସଜାଡ଼ିବା ପାଇଁ ସେତେବେଳେ ଭାରତୀୟ ମାନଙ୍କର ମୁଖ୍ୟ କର୍ତ୍ତବ୍ୟ ଥିଲା। ତେବେ ପରିସ୍ଥିତିରେ ପଡି ଭାରତୀୟ ସୈନ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜ ମାନଙ୍କ ପକ୍ଷରୁ ଯୋଗ ଦେଇଥିଲେ। ତ ଏଇ ପ୍ରସଙ୍ଗ ଆମେ ଆଲୋଚନା କରୁଥିଲା କୋଉ ଜାଗାରେ, ଏ ପ୍ରସଙ୍ଗ ଆମେ ଦେଖିଲା ଯେତେବେଳେ ରଣଭୂମିରୁ ବିଦ୍ୟୁତଶେଖର ତାଙ୍କ ଗାଁକୁ ଚିଠି ପଠେଇଛନ୍ତି। ଏବଂ ବିଦ୍ୟୁତଶେଖରଙ୍କ ଉପରେ ଆମେ ପୂର୍ବରୁ ଆଲୋଚନା କରିଥିଲା, ଗାଁ ପ୍ରତି ବିଦ୍ୟୁତଶେଖରଙ୍କର କେତେ ଭଲ ପାଇବା ଥିଲା। ସହରରେ ଡାକ୍ତର ଥିଲେ ମଧ୍ୟ ଗାଁକୁ ସେ ବହୁତ ଭଲ ପାଉଥିଲେ, ସେ ଜିନିଷ ଆମେ ଆଲୋଚନା କରିଥିଲା। ଏବଂ ଏଇ ଜାଗାରେ ପିଲାମାନେ ମୁଁ ତୁମକୁ ଆଉ ଥରେ ଚରିତ୍ର ବି କହିଦେବାକୁ ଚାହେଁ, ଯେଉଁ ଚରିତ୍ର ମାନଙ୍କ ଉପରେ ତୁମର ବାରମ୍ବାର ମନେ ରହିଯିବ, ନହେଲେ ଭୁଲିଯିବ ଯଦି ବାରମ୍ବାର ଆମେ ଚରିତ୍ର ଉପରେ ଆଲୋଚନା ନ କରିବା। ଦେଖ ଏଇ ଜାଗାରେ ଚରିତ୍ର ମୁଁ ତୁମକୁ ଆଉ ଥରେ କହିଦେବାକୁ ଚାହେଁ। ଦେଖ ଏଇ ଜାଗାରେ ଆମେ ଦେଖୁଥିଲା ଦିବାକର ଦାସ ମୁଖ୍ୟ ଚରିତ୍ରର କଥା ଆମେ ଆଲୋଚନା କରୁଛେ, ଯିଏକି ମାନେ ଅତୀତ ଦିନର ସ୍ମୃତି ଗୁଡାକ ମନେ ପକାଉଛନ୍ତି। ସାବିତ୍ରୀ ଯିଏକି ଦିବାକରର ସ୍ତ୍ରୀ, ଗୌରୀ ଯିଏକି ସାବିତ୍ରୀର ବାଲ୍ୟ ବନ୍ଧୁ। ଗୌରୀ ହଉଛି କିଏ, ସାବିତ୍ରୀର ବାଲ୍ୟ ବନ୍ଧୁ। ଉଷା ସାବିତ୍ରୀ ଗାଁର ବାରିକାଣୀର ଝିଅ। ଏ ଜାଗାରେ ମଦନ ମୋହନ ଯିଏକି ଗୌରୀଙ୍କ ପିତା ଏବଂ ଆଦର୍ଶ ଶିକ୍ଷକ, ଯିଏ ଗାଁରେ ରହିକି ସମସ୍ତଙ୍କୁ ଶିକ୍ଷାଦାନ କରନ୍ତି। ଡାକ୍ତର ବିଦ୍ୟୁତଶେଖର ଯିଏକି ତୁହିନର ପିତା, ଏବଂ ମଦନ ମୋହନଙ୍କ ଘନିଷ୍ଠ ବନ୍ଧୁ, ଯିଏକି ଯୁଦ୍ଧରେ ଆହତ ସୈନ୍ୟ ମାନଙ୍କୁ ଚିକିତ୍ସା କରିବା ପାଇଁ ଯାଇଛନ୍ତି ବର୍ମାକୁ, ସେ ଜିନିଷ ଆମେ ଦେଖିଲା। ଏବଂ ତୁହିନ ଯିଏକି ବିଦ୍ୟୁତଶେଖର ବାବୁଙ୍କର ବଡ ପୁଅ, ଗୌରୀର ଭାବି ସ୍ୱାମୀ ବୋଲିକି ଏଇ ପ୍ରସଙ୍ଗ ଆମେ ଆଲୋଚନା କରିବା। ହେଲା, ତ ଏତିକି ଚରିତ୍ର, ଆଉ ବାକି ଯାହା ଚରିତ୍ର ରହିଲା ଏଇ ଚରିତ୍ର ଗୁଡାକ ଆମେ ପଢିନୁ, ଏଟା ଆମେ ପରେ ପଢିବା। ତ ଏତିକି ଚରିତ୍ର ତୁମମାନଙ୍କର କ୍ଲିୟର, କାହିଁକିନା ତୁମେ ଯେତେବେଳେ ବିଷୟବସ୍ତୁ ପଢି ଯିବ ନା, ସେମାନେ ତୁମ ଚରିତ୍ରର ନାଁ ଗୁଡାକ ମଧ୍ୟ ତୁମର ମନେ ରହିଯିବ। ସେଇଥିପାଇଁ ଚରିତ୍ର ମୁଁ ତୁମକୁ ଆଉ ଥରେ କହିଦେଲି। ତ ବର୍ତ୍ତମାନ ଆମେ ଆଲୋଚନା କରିବା କେତେ ଥର ଯାଇଥିଲା, ଆମେ ଦେଖିଲା ଯେ ସେ ଯୋଉ ଚିଠି ପଠେଇଛନ୍ତି ରଣଭୂମିରୁ, ସେଇ ପ୍ରସଙ୍ଗ ଆମେ ଆଲୋଚନା କରୁଥିଲା, ସେ ଯୋଉ ପଠେଇଛନ୍ତି। ତାପରେ ଦେଖିବା ଆମେ ଦିବାକର ଏବଂ ସାବିତ୍ରୀଙ୍କ ସମ୍ପର୍କରେ ତିକ୍ତତା ଦେଖିବା। ଦିବାକର ସେ ଜିନିଷ ଗୁଡାକ ମନେ ପକାଉଛନ୍ତି ଏବଂ ମନେ ପକାଉଛନ୍ତି ତାଙ୍କର ପତ୍ନୀ ସହିତ। ସେ ଆଗରୁ କହିଥିଲେ ତାଙ୍କର ବିବାହ କେମିତି ହେଇଥିଲା, ତାଙ୍କ ଶ୍ୱଶୁରଘର ବଂଶ ପୁଣି ଆଦି ସମ୍ପର୍କରେ, ଏବଂ ତାପରେ ସେ କହିଛନ୍ତି ଯେ ତାଙ୍କର ସାବିତ୍ରୀଙ୍କ ଭିତରେ ଯୋଉ ସମ୍ପର୍କ ତିକ୍ତ ହେଇଥିଲା, କେମିତି ହେଇଥିଲା ଆମେ ଦେଖିବା।
ଷଷ୍ଠ ଖଣ୍ଡରେ ଦିବାକରଙ୍କର ସବୁ ଜାଗାରେ ଖାଲି ଦିବାକରଙ୍କର ମନେ ପଡୁଛି, ପ୍ରତ୍ୟେକ ଖଣ୍ଡରେ ଦିବାକରଙ୍କର ମନେ ପଡୁଛି ଆମେ କହିପାରିବା। କାହିଁକି ନା ସେ କଣ କରୁଛନ୍ତି ନା ଯେ ଅତୀତର ସ୍ମୃତିକୁ ରୋମନ୍ଥନ କରୁଛନ୍ତି ନା ମନେ ପକାଉଛନ୍ତି ଯେ ଅତୀତରେ କଣ ହେଇଥିଲା ସେ ଘଟଣା ଗୁଡିକ। ତ ଷଷ୍ଠ ଖଣ୍ଡରେ ତାଙ୍କର ମନେ ପଡୁଛି ବିବାହ 8-10 ବର୍ଷ ଅତିକ୍ରାନ୍ତ ହେଲେ ବି ବୟସ ତାଙ୍କର 25 ଛୁଇଁଛି ଏବଂ ସାବିତ୍ରୀଙ୍କୁ 21 ଧରିଛି। କାହିଁକି ସମୟରେ ବାଲ୍ୟ ବିବାହ ଥିଲା, ତେଣୁ ସାବିତ୍ରୀଙ୍କୁ ପାଇବାକୁ ସେ ଯେତେ ହାତ ବଢାଇଥିଲେ ସେତିକି ସେ ହାତ ପାଉଣାରୁ ଦୂରେଇ ଯାଉଥିଲେ। ଦିବାକର ଭାବିଥିଲେ ଘର ଛାଡି ସହରକୁ ଯାଇ ଅଲଗା ରହିଲେ ବୋଧ ହୁଏ ସାବିତ୍ରୀଙ୍କ ମନୋଭାବରେ ପରିବର୍ତ୍ତନ ଆସିବ। ହେଲେ ଦିବାକରଙ୍କର ସହର ଯିବା ସାବିତ୍ରୀଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା। ଆଗରୁ ଆମେ ଆଲୋଚନା କରିଥିଲା ଯେ ନିଜର ଛୁଆକୁ ଛାଡିକି ଗାଁରେ ସାବିତ୍ରୀଙ୍କୁ ଛାଡିକି ଦିବାକର ସହରକୁ ଯାଇଥିଲେ କାମ କରିବା ପାଇଁ। କିନ୍ତୁ ସେ ଭାବିଥିଲେ ଯେ ସେ ସହରରେ ରହିଲେ ମାନେ ସାବିତ୍ରୀଙ୍କ ମନରେ କିଛି ପ୍ରଭାବ ପକାଇବ, ସାବିତ୍ରୀ ପରିବର୍ତ୍ତନ ହେଇଯିବ ବୋଲି। କିନ୍ତୁ ଦିବାକରଙ୍କର ଅନୁପସ୍ଥିତିକୁ ସାବିତ୍ରୀ ତିଳେ ମାତ୍ର ଅନୁଭବ କରିପାରୁନଥିଲେ। ନିଜ ସ୍ୱାମୀଙ୍କର ଅନୁପସ୍ଥିତିକୁ ସେ ଅନୁଭବ କରିପାରୁନଥିଲେ। ସାବିତ୍ରୀ ବର୍ଷେ 6 ମାସରେ ଥରେ କାହାରି ହାତରେ ଖବର ପଠାନ୍ତି, ନହେଲେ ଚିଠି ଖଣ୍ଡିଏ ଲେଖନ୍ତି। ଚିଠିରେ ପିଲାଙ୍କ ବିଷୟରେ ବା ଦିବାକରଙ୍କ ବିଷୟରେ କିଛି ନଥାଏ। ଚିଠିରୁ ମଧ୍ୟ ସାବିତ୍ରୀଙ୍କର ସ୍ନେହ, ମମତା, ଦୁଃଖ, ଅନୁତାପର ଆଭାସ ଆସିନଥାଏ। ମାନେ ଏଥିରୁ ଜଣା ପଡୁଛି ଯେ ସାବିତ୍ରୀ ଏବଂ ଦିବାକର ବିବାହ କରିଥିଲେ ସତ, କିନ୍ତୁ ଉଭୟଙ୍କ ଭିତରେ ସେମିତି କିଛି ମାନେ ସ୍ନେହ, ପ୍ରେମ, ଭଲ ପାଇବା ଏସବୁ ଲକ୍ଷଣ କୌଣସି ଜିନିଷ ଦେଖା ଦେଉନଥିଲା। ଚିଠିରେ କେବଳ ବିଲବାଡି, ଚାଷ, ଆମଦାନୀ ବିଷୟରେ ସୂଚନା ଥାଏ। ସାବିତ୍ରୀଙ୍କ ଏଭଳି ମନୋଭାବରୁ ସହରରେ ରହି ଦିବାକର ନିଶାରେ ବୁଡି ରହିଛନ୍ତି ଏବଂ ବେଶ୍ୟାଙ୍କ ସଙ୍ଗରେ ପଶିଛନ୍ତି। ଦିବାକର ନିଜର କଥା କହୁଛନ୍ତି ଯେମିତିକି ସେ ମାନେ ପତ୍ନୀ ଠାରୁ ଯେଉଁ ଜିନିଷ ଚାହୁଁଥିଲେ, ପତ୍ନୀ ଠାରୁ ଯେଉଁ ସ୍ନେହ, ପ୍ରେମ, ଭଲ ପାଇବା ଚାହୁଁଥିଲେ ସେ ଜିନିଷ ସେ ପାଇନାହାନ୍ତି। ତେଣୁ ସେ ସାବିତ୍ରୀଙ୍କର ଅଭାବ ସହରରେ ସେ ଅନୁଭବ କରିଛନ୍ତି ଏବଂ ନିଶାରେ ବୁଡି ରହିଛନ୍ତି, ବେଶ୍ୟାଙ୍କ ସଙ୍ଗରେ ସେ ପଶିଛନ୍ତି, ଖାଇ ପିଇ ମଜଲିସ କରିଛନ୍ତି ସହରରେ। ସାନ ପୁଅ ସୁକୁମାର ହଉଛି ପିଲାଙ୍କ ସାନ ପୁଅ, ଦିବାକରଙ୍କର ସାନ ପୁଅ ହଉଛି ସୁକୁମାର। ତ ସୁକୁମାରର ଜନ୍ମ ପାଇଁ ଦିବାକର ଗାଁକୁ ଆସିଛନ୍ତି। ଦୁଇ ପୁଅଙ୍କ ଲାଗି ଜାମା, ଜୋତା, ଖେଳଣା, ସାବିତ୍ରୀଙ୍କ ପାଇଁ ଟିସୁ ଶାଢୀ, ବ୍ଲାଉଜ ଓ କିଛି ଖାଇବା ସାମଗ୍ରୀ ଆଣିଥିଲେ। ହେଲେ ଏଭଳି ଉପହାର ପାଇ ସାବିତ୍ରୀ ଖୁସି ହେବା ଅପେକ୍ଷା ଯୁଦ୍ଧ ବଜାରରେ ବହୁତ ଖର୍ଚ୍ଚକୁ ନାପସନ୍ଦ କରିଥିଲେ। ଏହା ଦିବାକରଙ୍କ ମନକୁ ଭାଙ୍ଗିଥିଲା। ସେ ଯେତେବେଳେ ସବୁ କିଣିକି ଆଣିଥିଲେ ଦିବାକର ଅର୍ଥ ଉପାର୍ଜନ କରିକି ସାବିତ୍ରୀଙ୍କ ପାଇଁ ଏବଂ ତାଙ୍କ ଛୁଆଙ୍କ ପାଇଁ, ତ ଏ ସମୟରେ ସାବିତ୍ରୀ ଖୁସି ହେବା ଅପେକ୍ଷା ସେ କହିଥିଲେ କଣ ଯେ ବର୍ତ୍ତମାନ ଯୁଦ୍ଧ ଚାଲିଛି, ଏଭଳି ମାନେ ଅଯଥା ଖର୍ଚ୍ଚ କାହିଁକି କରୁଛ ବୋଲିକି। ଗାଁରେ ଦିବାକର 3-4 ଜଣ ସାଙ୍ଗଙ୍କ ସହ ଭୋଜି କରିବା ପରେ ମଦ ଖାଇ ଘରକୁ ଫେରିଛନ୍ତି। ତାଙ୍କର ଏଭଳି ଦୋଷ ପାଇଁ ସାବିତ୍ରୀ ଦାୟୀ ବୋଲି ଜଣାଇବା ପାଇଁ ଦିବାକର ମଦ ପିଇ ମାତାଲ ଅବସ୍ଥାରେ ଆସିଥିଲେ। ଯେ ସେ ମଦ ପିଇକି ମାନେ ଯେମିତି କୁହାଯାଏ ନା, ମଦ ପିଇକି ନିଶା ହେଇଗଲେ ସବୁ ସତ କଥା ମଦୁଆମାନଙ୍କୁ ପଚାରିବ ଯେ ମଦ କାହିଁକି ପିଅ ବୋଲିକି। ସେମାନେ କହିବେ କି ଯେ ସେମାନେ ଯୋଉ କଷ୍ଟ ପାଉଛନ୍ତି ସେଇ କଷ୍ଟକୁ ଲାଘବ କରିବା ପାଇଁ ସେମାନେ ମଦ ପିଅନ୍ତି ବୋଲିକି। ଆଉ କହନ୍ତି ନା ଯେ ମଦ ପିଇ ଦେଲା ପରେ ସବୁ ସତ କଥା ବାହାରେ ବୋଲିକି। ତ ଗାଁକୁ ଯେତେବେଳେ ଆସିଛନ୍ତି ଦିବାକର, ସେତେବେଳେ କଣ ହେଇଛି ନା ସେ ଗାଁରେ ତାଙ୍କ ସାଙ୍ଗମାନଙ୍କ ସହିତ ଯାଇଛନ୍ତି ଏବଂ ମଦ ପିଇକି ମାତାଳ ଅବସ୍ଥାରେ ଆସିଛନ୍ତି। ତାର ଗୋଟେ ମାତ୍ର ଜିନିଷ କଣ ଯେ ସେ ଯୋଉ ମଦୁଆ ହେଲେ, ସେ ଯୋଉ ବେଶ୍ୟା ସଙ୍ଗରେ ପଶିଲେ, ଏ ସବୁ ପାଇଁ ଦାୟୀ କେବଳ ସାବିତ୍ରୀ। ସେ ଜଣେଇବା ପାଇଁ ମଦ ପିଇକି ଘୋର ମାତାଳ ହେଇକି ସେ ଘରକୁ ଆସିଛନ୍ତି। ସାବିତ୍ରୀଙ୍କୁ ଆକ୍ଷେପ କରି ବିଭିନ୍ନ କଥା ଦିବାକର କହିଥିଲେ ହେଁ ନିର୍ବିକାର ଭାବରେ ସାବିତ୍ରୀ କେବଳ ଚାହିଁ ରହିଛନ୍ତି। ଫଳରେ ଦିବାକର ନିଜକୁ ଅସହାୟ ମନେ କରିଛନ୍ତି। ସାବିତ୍ରୀ କହିଛନ୍ତି, ତୁମେ ଏତେ ଦିନ ସହରରେ ରହି ଯାହା ଯାହା କରୁଛ ମୁଁ ଲୋକଙ୍କ ମୁହଁରୁ ସବୁ କଥା ଶୁଣିଥିଲି, ତେବେ ତାହାକୁ ବିଶ୍ୱାସ କରୁନଥିଲି। ଆଜି କିନ୍ତୁ ସବୁ ଦେଖୁଛି। ଗୋଟିଏ ଦିନ ପାଇଁ ଗାଁକୁ ଆସି ଏସବୁ କରିନଥିଲେ କଣ ଚଳିନଥାନ୍ତା? ହେଲେ ଦିବାକର ଅଭିଯୋଗ କରି କହିଥିଲେ, ଆଜି ମୋର ଅବସ୍ଥା ପାଇଁ ତୁମେ ଦାୟୀ। ଯେ ଯେତେବେଳେ ମଦ ପିଇକି ଘରକୁ ଆସିକି ସାବିତ୍ରୀଙ୍କ ସହିତ କଥା ହେଇଛନ୍ତି, ସାବିତ୍ରୀ କହୁଛନ୍ତି ଯେ ତୁମେ ସହରକୁ ଯାଇକି ଯାହା ଯାହା କରୁଛ ସବୁ ଜିନିଷ ମୁଁ ଜାଣିଛି, ଲୋକଙ୍କ ମୁହଁରୁ ଶୁଣିଛି, କିନ୍ତୁ ମୁଁ କେବେ ବିଶ୍ୱାସ କରୁନଥିଲି ଯେ ତୁମେ ମାନେ ଏସବୁ କାମ କରିପାର ବୋଲିକି। କିନ୍ତୁ ଆଜି ଗାଁକୁ ଆସିକି ଏ କାମ ଦିନେ ପାଇଁ କରିନଥିଲେ ଚଳିନଥାନ୍ତା, ନିଜକୁ ନିଜେ ପ୍ରମାଣିତ କଲା ଯେ ମୁଁ ମଦ୍ୟପ ବୋଲିକି। ତ ଏ ସମୟରେ ଦିବାକର କହୁଛନ୍ତି ଯେ ଆଜି ମୋର ଅବସ୍ଥା ପାଇଁ ତୁମେ ଦାୟୀ, ତମରି ଯୋଗୁଁ ମୁଁ ଗାଁ ଘର ଛାଡି ପ୍ରବାସରେ ପଡିଛି। ଏଥର ଖାଲି ସୁକୁମାର ଜନ୍ମଦିନ ପାଇଁ ଆସିଥିଲି, ହେଲେ ତୁମେ ମୋ ଜୀବନଟାକୁ ମୂଳରୁ ନଷ୍ଟ କରିସାରିଛ। ଜବାବରେ ସାବିତ୍ରୀ କହିଛନ୍ତି, ମୁଁ ନଷ୍ଟ କଲି ତମ ଜୀବନକୁ? ମୁଁ ତମ ଜୀବନକୁ ନଷ୍ଟ କଲି? ମୁଇଁ କଣ ତୁମକୁ ମଦ ପିଆ ବେଶ୍ୟା ବାଡି ଶିଖେଇଲି? ଏଥିରେ ଦିବାକର ଆହୁରି ରାଗି ଯାଇ କହିଲେ, ଗାଁରେ ଯେତେ ଭଲ କାମରେ ହାତ ଦେଲି ସେ ସବୁ ତୁମ ଯୋଗୁଁ ବିଗିଡି ଗଲା। ତୁମ ଭଳି ଅଲକ୍ଷଣୀର ହାତ ଧରି ଯେଉଁ ଭୁଲ କରିଛି ତାହାକୁ ସୁଧାରି ହେବନି। ଗୌରୀ ଭଳି ପଢି ଯୋଗ୍ୟ ହେବାକୁ କେତେ ମୁଁ ତୁମକୁ କହିଥିଲି। ଏଥିପାଇଁ ବାପା ମାଙ୍କୁ ମଧ୍ୟ ମନାଇ ସାରିଥିଲି, ହେଲେ ମୋ କଥାକୁ ଗୁରୁତ୍ୱ ଦେଲନି। ଶ୍ୱଶୁର ଘର ବୋଲି ବିଲେଇ ପିଲାକୁ ସୁଦ୍ଧା
ओढ़ना टाणी बफिल एबे लेडी गुड़ कहणी को बढ़ीगला जो भाई गौरी गौरी पाठ पढ़ी योग्य है तुम्हें यदि पाठ पढ़ी योग्य होता एमती हो पाठ पढ़िलनी बोली आज ए अवस्था तुम आज मु नष्ट तुम मो जीवन आज क्षत विक्षत तुम भली अलक्षण हाथ धरिकी मो जीवन सारा जीवन में अनुताप करी से जिन के सुधारी पारिनी बोलिकी दिवाकर जगह कहते सावित्री परस्पर भितर कथा टणाटुणी कहीं क्या कम नुहति कहीं कहारी को जवाब देवारी छाड़ू ना सावित्री कही तुम्हें एबे तुम घर द्वार और पिला संभाल मो भली अलक्षणी ये रहा ठीक नुहे पुणी मु जदि न पढ़ी पारिली तुम्हें क्यों पढ़ी पकाइल जे आईए फेल हुई घरे बसिल ठीक अच्छी मु सिना पढ़ी न पाली कहीं जगह देखी पिला मैंने सावित्री पिता सावित्री को पढ़े नथिले है तो जगह सावित्री कहते कि मु सिना पढ़ी पारि नथिली तुम्हें कौन कर पकईल आईए फेल हुई घरे बसिल गाँव रे नेता हवापाई बापा टंका को उड़ेल एबे हाथ रू पैसा सरीगला गाँव रे भी नेतागिरी चलिलानी जो जिनिस हाथ देल सब जिनिस फेल नेतागिरी चलिलानी पैसा सरीगला सब जिनिस सरीगला सेठू पड़ेल सहर को घर गोटाकर हानि लाभ भल मंद सब मोरी ऊपर पकाई दे तुम्हें जाइकी सहर रे मजलिस कर सब दायित्व मो ऊपर देकी तुम्हें जाइकी सहर रे मजलिस कर मु हेबी अलक्षणी पिता जोड़ा को 8 दिन काल ज्वर हेबा बेले से बहुत दहगंज होइतिले केही तांको सहाय्य करबा को नथिले पुणी किरासिनी अभाव घर सब अंधकार भितर बुड़ी रहुची सावित्री अर्थाभाव किभली असुविधा भोगुचंती दर्शाई ए सब मु सम्मुखीन होइकी ए परिवार को संभालिकी रही तुम्हें कहूच मते अलक्षणी बोलिकी तेबे दिवाकरंकर फेल हेबा कथा सावित्री उठेबारु से उत्क्षिप्त होई सहर को पळेबा को बाहरी चंती तांको आहुरे लाग लागिची इतरे ये कहले आईए भी पास कर पारलनी बोलिकी तो से पुणी भाभी सहर को पळेबा एमती उभयଙ୍କ भितर झगड़ा लगी सहर गाँ को पलायन द्वितीय विश्वयुद्ध बेले सहर उपर मुहामड़ होता लोके भय गाँ मुहा होती किए साइकेल रे तो किए शगड़ गाड़ी कहीं जिते भी आक्रमण होता द्वितीय विश्वयुद्ध समय कौन होता पे जे विशेषकर सहर मान आक्रमण कर कहीं गाँ मान आक्रमण कले कम लोक मरवे कि सहर उपर जमीक देख द्वितीय विश्वयुद्ध आक्रमण है कि आतंकवादी हमला है कि जेकोसी जिनिस है सहर मुख्य माने ये जो देशर मुख्य सहर मान केन्द्र करके आक्रमण कर दिया जहाँफल कि से जो आमर जो पेंठ स्थल बोली जहाँ कहूचा आम जो मुख्य केन्द्र स्थल बोली जहाँ कहूचा से जिनिस अनेक गुड़े जिन ध्वंस साधित होगा सहित अनेक लोकर मृत्यु हो बोली सहर लोक मैंने गाँव को पलैले ऑटोमेटिक सहर अर्थनीति भांगी पड़ो कि गाँ उपर आक्रमण गाँव लोक मैंने कुआड़े पलैबे तो से सहर उपर आक्रमण होते किए साइकेल तो किए शगड़ गाड़ी रे अबा पादरे छुटी छुटी गाँ आड़े जाती सहर पिला बुढ़ा स्त्री प्रमुख छुटी मफाफल कौन संपर्कीय घर को सहर राति ब्लैक आउट अर्थात अंधकार रखा जाऊँगी सहर लोक मैंने समस्त गाँ को पलाऊँ राति सहर अंधकार कहीं अंधकार हेल्ले जना माने माने जानी पारे कौटी मुआ पकेबे बोलिकी कलिकता ओडिशार कुंज गांधी उपरे बोमामाड़ होइतबा लोके भयभीत होइतिले पुणी पुरी बेलाभूमि रे जापानी सैन्य बुलुथुबा कोणार्क रे जापानी युद्ध विमान ओह्लैथिबा भली खबर प्रचारित हेबारु लोके अधिक छानिया होई उठितिले तेणु सहररु गाँ आड़ू समस्ते जे से समय माने युद्ध पाई परिस्थिति एमती थिला जे समस्ते माने प्रत्येक माने बहुत लोक सहर छाड़ी गाँ आड़ को पलायन करुतिले जीवन को उफर करदेले विदुसागर कथा में आलोचना करथिला विदुसागर डॉक्टर जी कि गाँव लोक मान हित सब चेष्टा करुले से युद्ध पाई जाइथिले बर्मा को म्यांमार को भारतीय सैन्य मान रक्षा करने रक्षा करने चिकित्सा करने सहर को जीवा बेले दिवाकर मदन बाबू देखा होइछि स्कूल आज बंद कि बोली दिवाकर प्रश्न कर मदन बाबू कही विदु बाबू जहाँ कले मरवा पर छुट्टी मिलनी तो जिते सहर को गला बेले दिवाकर जो सहर को जावाक चाहिए ना माने दिवाकर बाबू बाकी मैंने सहर गाँ आड़ को फेरुंट किंतु ये जो रहिले आमर जो दिवाकर बाबू से पत्नी झगड़ा लगे पुणी गाँव रु सहर आड़ को जावाक चाहिए तो गला बाटर मदन बाबू देखा से पचारि स्कूल आज बंद कि बोलिकी दिवाकर प्रश्न कर मदन बाबू कही विधु बाबू जहाँ कले मरवा पर मत छुट्टी मिलनी यह शुणी विधु बाबू कौन होली दिवाकर पचारू मदन बाबू कहते विधुशेखर गृहबंदी होती जापान सेना हाथ में स्कूल आज बंद कि बोलिकी जिते दिवाकर पचारि
ମାନେ କାହାକୁ ମଦନ ବାବୁଙ୍କୁ, ଯିଏକି ବିଧୁ ଶେଖରଙ୍କର ସାଙ୍ଗ ମଦନ ବାବୁ, ଶିକ୍ଷକ ମଦନ ବାବୁ, ସେ ସମୟରେ ମାନେ ତାଙ୍କର ମନ ଠିକ ନଥିଲା, ସେଥିପାଇଁ ସେ ସ୍କୁଲ ଖୋଲୁ ନଥିଲେ। ତ ସେ କଣ କରିଛନ୍ତି ଯେ ପଚାରିବାରୁ ସେ କହିଛନ୍ତି ନିଜ ବନ୍ଧୁ ବିଧୁ ଶେଖର କଥା, ବିଧୁ ଶେଖର ଗ୍ରହବନ୍ଦୀ ହୋଇଛନ୍ତି ଜାପାନ ସେନାଙ୍କ ହାତରେ। ଜାପାନୀ ସୈନ୍ୟ ସିଙ୍ଗାପୁର ଘାଟି ଦଖଲ କରିବା ପରେ ରେଙ୍ଗୁନ ସହର ଉପରେ କବ୍ଜା କରିଥିଲେ। ଏହାପରେ ସେମାନେ ବର୍ମା ଭିତରେ ପଶିବାରୁ ଇଂରେଜ ପକ୍ଷ ସୈନ୍ୟ ପଛ ଘୁଞ୍ଚା ଦେଇଥିଲେ ଡରିକି। ଫଳରେ ଭାରତର ହଜାର ହଜାର ସୈନ୍ୟକୁ ଜାପାନୀ ସୈନ୍ୟମାନେ ବନ୍ଦୀ କରିଥିଲେ। ଇଂରେଜ ସୈନ୍ୟଙ୍କ ପକ୍ଷରୁ ଲଢୁଥିବା ଭାରତୀୟ ସୈନ୍ୟଙ୍କୁ ଜାପାନୀ ସୈନ୍ୟ ଶତ୍ରୁ ଭାବରେ ବିବେଚନା କରୁଥିଲେ। ଏକ ବିଦେଶୀ ଶକ୍ତିର ନିର୍ଦ୍ଦେଶରେ ଏସିଆ ମହାଦେଶର ଦୁଇ ପଡୋଶୀ ଜାତି ଭିତରେ ଲାଗିଥିଲା ହଣାହଣି। ତେବେ ଭାରତୀୟ ସୈନ୍ୟଙ୍କୁ ଜାପାନୀ ସୈନ୍ୟ ମୁକ୍ତ କରିଛନ୍ତି। ମୁକ୍ତ ସିଙ୍ଗାପୁରରେ ଗଢ଼ା ହୋଇଛି ପ୍ରଥମ ଭାରତ ସ୍ୱାଧୀନ ସରକାର। ଭାରତର ମୁକ୍ତ ସିପାହୀ ଆଜାଦ ହିନ୍ଦ ଫୌଜ। ଜାପାନ ବିରୁଦ୍ଧରେ ନ ଲଢ଼ି ହଠାତ୍ ଏହି ଫୌଜ ଓଲଟି ପଡ଼ିଛି ସ୍ୱଦେଶ ଆଡ଼କୁ ମୁହଁ କରିକି। ଦିଲ୍ଲୀ ଚାଲୋ ସ୍ଲୋଗାନ ପ୍ରକମ୍ପିତ ହେଉଛି। ଏଥିରେ ଶିଖ, ନେପାଳୀ, ଓଡ଼ିଆ, ବଙ୍ଗାଳୀ, ତେଲୁଗୁ, ତାମିଲ, ପଞ୍ଜାବୀ, ମରାଠୀ ପ୍ରମୁଖ ସାମିଲ ହୋଇଛନ୍ତି। ଏହି ଅଭିଯାନରେ ଅନେକ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ। ତାରି ଭିତରେ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଦେଲେ ଡାକ୍ତର ବିଧୁ ଶେଖର। ଏଇଭଳି କହିଲା ବେଳେ ମଦନ ବାବୁଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା। ତାଙ୍କ ଉପରେ ବନ୍ଧୁ ଡାକ୍ତର ବିଧୁ ଶେଖର ଛାଡ଼ି ଯାଇଥିବା ପରିବାରର ବୋଝ। ଯେ ଜାଗାରେ ମାନେ ଯୁଦ୍ଧ ବନ୍ଦୀ ଥିଲେ କିଏ এই ସମୟରେ ବିଧୁ ଶେଖର, ଏବଂ ସେ ଯୁଦ୍ଧ ବନ୍ଦୀ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। କାହିଁକିନା ସେ ସମୟରେ ଇଂରେଜ ସୈନ୍ୟମାନଙ୍କ ପକ୍ଷରୁ ଲଢୁଥିବା ଭାରତୀୟ ସୈନ୍ୟକୁ ଜାପାନୀ ସୈନ୍ୟମାନେ ଶତ୍ରୁ ଭାବରେ ବିବେଚନା କରିଥିଲେ। ଏକ ବିଦେଶ ଶକ୍ତିର ନିର୍ଦ୍ଦେଶରେ ମାନେ ଉଭୟଙ୍କ ଭିତରେ ହଣାହଣି ହେଇଥିଲା ବୋଲିକି କହିଥିଲେ। ଏବଂ ପରେ ଯାଇ ଯେତେବେଳେ ସୁଭାଷ ଚନ୍ଦ୍ର ବୋଷ ଯାଇକି ସେ ଜାପାନରୁ ଭାରତୀୟ ସୈନ୍ୟମାନଙ୍କୁ ମୁକ୍ତ କରିକି ଇଂରେଜ ମାନଙ୍କ ବିରୁଦ୍ଧରେ ଲଢିଆ କରିବା ପାଇଁ ଆଣିଥିଲେ ଆଜାଦ ହିନ୍ଦ, ସେଟା କିନ୍ତୁ ପରର କଥା। କିନ୍ତୁ ସେତିକି ବେଳକୁ ସବୁ କିଛି ସମାପ୍ତ ହେଇଯାଇଥିଲା, ଚାଲି ଯାଇଥିଲା ବିଧୁ ଶେଖରଙ୍କର ଜୀବନ। ତାପରେ ସପ୍ତମ ଖଣ୍ଡରେ ସେ ବର୍ଣ୍ଣନା କରିଛନ୍ତି ବିଧୁ ଶେଖର ସହରରେ ବଡ଼ ଡାକ୍ତର। ଏଇ ଯୋଉ ଗୌରୀ ଏବଂ ତୁହିନଙ୍କ ସମ୍ପର୍କ, ତୁହିନ ଥିଲା ବିଧୁ ଶେଖର ବାବୁଙ୍କର ପୁଅ ଏବଂ ଗୌରୀ ଥିଲେ ମଦନ ମୋହନ ବାବୁଙ୍କ ଝିଅ। ବଡ଼ ପୁଅ ତୁହିନ ସହରର କନଭେଣ୍ଟ ସ୍କୁଲରେ ପଢୁଥିଲେ। ଏମିତି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆହତ ସୈନ୍ୟଙ୍କ ସେବା ପାଇଁ ବର୍ମାକୁ ଯିବା ଲାଗି ବିଧୁ ଶେଖର ସ୍ଥିର କରି ସ୍ତ୍ରୀ ପିଲାଙ୍କୁ ଗାଁରେ ବନ୍ଧୁ ମଦନ ମୋହନଙ୍କ ଜିମାରେ ଛାଡିକି ଯାଇଥିଲେ। ବିଧୁ ଶେଖର ଗାଁରେ କଣ ମଦନ ମୋହନ ବାବୁଙ୍କ ଜିମାରେ ନିଜର ପତ୍ନୀ ଏବଂ ସ୍ତ୍ରୀକୁ ଛାଡିକି ଯାଇଥିଲେ। ଏହା ପରଠାରୁ ତୁହିନ ଓ ମଦନ ବାବୁଙ୍କ ଝିଅ ଗୌରୀ ଗାଁ ସ୍କୁଲରେ ଏକାଠି ପଢି ବଡ଼ ହୋଇଛନ୍ତି। ଦୁହିଁଙ୍କ ଭିତରେ ସମ୍ପର୍କ ବେଶ ନିବିଡ଼। ଅପରପକ୍ଷରେ ବର୍ମାକୁ ଯାଇ ବିଧୁ ଶେଖର ପ୍ରାଣ ହରାଇଛନ୍ତି। ଏ ଖବର ତୁହିନ ଜାଣନ୍ତି, ହେଲେ ମାଙ୍କୁ ଜଣାଇବାର ସାହସ କରିପାରନ୍ତିନି। ଇତିମଧ୍ୟରେ ତୁହିନ କମ୍ପିଟେଟିଭ ପରୀକ୍ଷା ଦେଇ ବଡ଼ ଚାକିରି କରିଛନ୍ତି। ମାନ ସମ୍ମାନ, କୋଠାବାଡ଼ି, ଚାକର ଚପରାସି ସବୁ ତାଙ୍କୁ ମିଳିଛି। ତଥାପି ଚାକିରିରେ ଆହୁରି ଉନ୍ନତି କରିବା ପାଇଁ ସେ ଆମେରିକା ଯିବାକୁ ସ୍ଥିର କରିଛନ୍ତି। ତେବେ ଯିବା ପୂର୍ବରୁ ଗୌରୀଙ୍କୁ ବିବାହ କରିବାକୁ ସ୍ଥିର କରିଛନ୍ତି ତୁହିନ। କାରଣ ଗୌରୀଙ୍କୁ ବିବାହ କରି ଘରକୁ ଆଣିଲେ ମାଙ୍କ ଯତ୍ନ ନେବା ଚିନ୍ତା ଦୂର ହେବ ବୋଲି ତୁହିନ ବିଚାର କରିଛନ୍ତି। ତ ତୁହିନ ଭଲ ପାଉଥିଲେ ଗୌରୀକୁ। ସେଇ ତୁହିନ ଯିଏକି ଡାକ୍ତର ବିଧୁ ଶେଖରଙ୍କର ପୁଅ, ସେ ପାଠ ପଢିଛନ୍ତି। ପରବର୍ତ୍ତୀ ସମୟରେ ବିଧୁ ଶେଖରଙ୍କର ସେପଟେ ମୃତ୍ୟୁ ହୋଇଯାଇଛି। ଏ ଜିନିଷ ତୁହିନ ଜାଣିଥିଲେ ମଧ୍ୟ ନିଜ ମାଙ୍କୁ ଜଣାଇବାର ସାହସ କରିପାରିନାହାନ୍ତି। ତୁହିନ ଭଲ ପାଉଥିଲେ ମଦନ ମୋହନ ବାବୁଙ୍କ ଝିଅ ଗୌରୀକୁ। ସେ ଭାବିଛନ୍ତି ଯେ ଗୌରୀକୁ ବିବାହ କଲେ ସେ ମାଙ୍କର ଯତ୍ନ ମଧ୍ୟ ନେବ ବୋଲିକି, ଏବଂ ସେ ତାଙ୍କୁ ଭଲ ମଧ୍ୟ ପାଉଥିଲେ। ତୁହିନ ଏବଂ ଗୌରୀ ଦୁହେଁ ଆଧୁନିକ ଶିକ୍ଷିତ ଯୁବକ ଯୁବତୀ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଯେ ଉଭୟ ଶିକ୍ଷିତ। ସେପଟେ ଦେଖ ଗୌରୀକୁ ପାଠ ପଢେଇଥିଲେ ମଦନ ମୋହନ ଏବଂ ତୁହିନ ମଧ୍ୟ ବହୁତ ପଢିକି ଚାକିରି କରିଥିଲେ। ଉଭୟ ଆଧୁନିକ ଶିକ୍ଷିତ ଯୁବକ ଯୁବତୀ, ସେମାନଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ରହିଛି। ତେବେ ଏହା ଆଦର୍ଶବାଦ ଏବଂ ବାସ୍ତବିକତାର ଦ୍ୱନ୍ଦ୍ୱରେ ଛନ୍ଦି ହୋଇଛି। ବେଳାଭୂମିରେ ବସିଥିଲା ବେଳେ ତୁହିନ ବିବାହ କରିବା ବିଷୟ ମନରେ ରଖି କହିଛନ୍ତି, ଗୌରୀ, ଆମର ଅଧିକାର ନାହିଁ ଜୀବନକୁ ଏପରି ବର୍ବାଦ କରିଦେବା ପାଇଁ। ଜୀବନର କିନାରା ଖୋଜିବା ଆମର କାମ। ତୁହିନ ଜୀବନକୁ ନେଇ ବ୍ୟସ୍ତ ହୋଇ ପଡୁଥିବାରୁ ତାଙ୍କୁ ବୁଝିବାକୁ ଯାଇ ଗୌରୀ କହିଛନ୍ତି, ମୁଁ ବୁଝେ ଜୀବନ ହେଉଛି ଗୋଟେ ଚଳନ୍ତା ବସ୍ତୁ। ଚଲା ବାଟରେ ଖାଲ, ଢିପ, କଣ୍ଟା ବଣ, ପାଣି କାଦୁଅ, ବିପଦ ଆପଦ ମଧ୍ୟରେ ଜୀବନ ଅହରହ ଚାଲିଛି। ଚଲା ବାଟରେ କଣ୍ଟା ପଡିଥିଲେ ତାକୁ ମଣିଷ କାଢି ଫିଙ୍ଗି ଦେଉଛି। ଖାଲ ଖମା ଥିଲେ ପାରି ହେଇଯାଉଛି। ବାଟ ବନ୍ଦ ଥିଲେ ବଙ୍କି ଅଳଗା ରାସ୍ତା ରେ ଚାଲି ଯାଉଛି। କେଉଁଠି ଅଟକି ନ ଯିବା ହେଉଛି ଜୀବନର କିନାରା। ଜୀବନର ମାନେ ହେଉଛି ଆମେ ରାସ୍ତାରେ ଯେତେ ଝଡ଼ଝଞ୍ଝ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାହାକୁ ଆମେ ସମ୍ମୁଖୀନ କରିବା ଏବଂ ଆଗେଇ ଯିବା। ମୋ ଜୀବନର କିନାରା ହେଉଛି
ପାହାଡ଼ିଆ ଝରଣା ଭଳି ଅଫରନ୍ତି ଓ ଲୁହା ଭଳି ଟାଣୁଆ। ଯେତେ ଖର୍ଚ୍ଚ କଲେ ସେ ବରବାଦ ହୁଏନି, ଯେତେ ପିଟିଲେ ସେ ଆହୁରି ଟାଣ ହୁଏ। ଗୌରୀ ବୁଝାଇ ଦେଇଛନ୍ତି ସମସ୍ତ ପରିସ୍ଥିତିର ଖାପ ଖୁଆଇ ଚାଲିବା ହେଉଛି ଜୀବନର ପ୍ରକୃତ କୂଳ କିନାରା। ପୁଣି ତୁହିନ ଜୀବନକୁ ବର୍ବାଦ କରିଦେବା କଥା କହିବାରୁ ଏହାର ଜବାବରେ ଗୌରୀ କହିଥିଲେ, କେହି କ'ଣ ଆପଣା ଜୀବନକୁ କେବେ ହେଲେ ବର୍ବାଦ କରେ? ଯେଉଁ ହଜାର ହଜାର ମଣିଷ ଯୁଦ୍ଧଭୂମିରୁ ଫେରୁନାହାନ୍ତି, ସେମାନଙ୍କ ଜୀବନ କ'ଣ ବର୍ବାଦ ହୋଇଗଲା? ମୁଁ ପାଠ ପଢିଲି, ପରୀକ୍ଷାରେ ପାସ୍ କଲି, ଲେଖାପଢା କରି କହି ବୋଲିବାରେ ଧୁରନ୍ଧର ହେଲି, ହେଲେ ଚାକିରି କରିପାରିଲିନି। ତାହେଲେ କ'ଣ ମୋ ଜୀବନ ବର୍ବାଦ ହେଇଗଲା? ଜୀବନ ବର୍ବାଦକୁ ନେଇକି ଯେତେବେଳେ ମତ ଦେଇଛନ୍ତି ତୁହିନ, ସେ ସମୟରେ ଗୌରୀ ତାଙ୍କୁ ବୁଝାଉଛନ୍ତି ଯେ ପ୍ରକୃତରେ ସଫଳତା ପାଇଲେ ଯେ ଜୀବନ ସଫଳ, ନହେଲେ ଜୀବନ ବର୍ବାଦ ହେଇଗଲା। ତୁମେ ପାଠ ପଢିଲ, ଭଲ ଚାକିରି କଲ, ହେଲେ ତୁମ ଜୀବନ କ'ଣ ସଫଳ ହୋଇଗଲା? ତୁମେ ଉଚ୍ଚ ପାହ୍ୟାରେ ବସି ଦିନ ରାତି କାଗଜ ରାମ୍ପି ଦିନ କାଟୁଛ, ସେ କ'ଣ ବର୍ବାଦ ନୁହଁ? ଯେ ଆମେ ଜାଗାରେ ଯେତେବେଳେ ଦେଖୁଛା ଯେ ଉଭୟଙ୍କର কথୋପକଥନ ଆମେ ଯେତେବେଳେ ଦେଖୁଛା ଯେ ବେଳାଭୂମିରେ ବସିକି ତୁହିନ କହୁଛି ଗୌରୀକୁ ଯେ ଆମର ଅଧିକାର ନାହିଁ ଆମ ଜୀବନକୁ ଏମିତି ବର୍ବାଦ କରିଦେବା ପାଇଁ। ଜୀବନର କିନାରା ଖୋଜିବା ଆମର କାମ, ଜୀବନର କିନାରା ପ୍ରକୃତରେ ଆମେ ଖୋଜିବା ଗୌରୀ ବୋଲି କହୁଛି। ତ ଏ ଯୋଉ ବର୍ବାଦ କହୁଛି ଯେ ଆମର ଅଧିକାର ନାହିଁ ଆମ ଜୀବନକୁ ବର୍ବାଦ କରିବା ପାଇଁ ବୋଲି, ଏ ସମୟରେ ମାନେ ତାର ଉତ୍ତର ଦେଇକି ଗୌରୀ କହୁଛି, କାହିଁକିନା ସେ ବି ଆଧୁନିକ ଶିକ୍ଷିତା, ସେ କହୁଛି ଯେ ମାନେ ବର୍ବାଦ ମାନେ କ'ଣ, ଜୀବନର ଲକ୍ଷ୍ୟ ମାନେ କ'ଣ? ଜଣେ ସଫଳ ହେଲା ମାନେ ସେ ତା ଜୀବନକୁ ବର୍ବାଦ କରିନି, ଜଣେ ଅସଫଳ ହେଲା ମାନେ ତା ଜୀବନକୁ ସେ ବର୍ବାଦ କରିଦେଲା। ଏମିତି କେମିତି ହେଇପାରିବ? ଏମିତି ହେଇପାରିବନି ବୋଲିକି ସେ କହୁଛି। ତୁମ ତଳେ ଯେଉଁ କିରାଣୀ ଦଳ ତୁମଠାରୁ କମ ଦରମାରେ ଅଧିକ କାମ କରି ଖଟୁଛନ୍ତି, ସେମାନଙ୍କ ଜୀବନ କେତେ କେତେ ବର୍ବାଦ ହେଲା। ସଭା ଉପରେ ରହି ଶାସନ କରୁଥିବା ବ୍ୟକ୍ତି ଯିଏ ଖାଲି ଦସ୍ତଖତ କରିଦେଲେ ବେଦର ଗାର ହୋଇଯାଏ, ତାଙ୍କ ଦୃଷ୍ଟିରେ ହୁଏତ କିରାଣୀ ଚପରାସୀଙ୍କର ଜୀବନ ବର୍ବାଦ ହୋଇପାରେ, କିନ୍ତୁ ବାସ୍ତବରେ ତାହା ନୁହେଁ। ଯେ ବଡ ଲୋକମାନେ ଭାବନ୍ତି ଛୋଟ ଲୋକଙ୍କୁ ଏମାନଙ୍କ ଜୀବନ ବର୍ବାଦ ବୋଲି, କିନ୍ତୁ ପ୍ରକୃତରେ କ'ଣ ତାଙ୍କ ଜୀବନ ବର୍ବାଦ କି? ପ୍ରତିଦିନ ଯେ ମାଟି ହାଣି ରିକ୍ସା ଟାଣି ପେଟ ପୋଷୁଛି, ତାହା ଜୀବନ କ'ଣ ବର୍ବାଦର ସାମଗ୍ରୀ? ତୁମେ ବଡ ଚାକିରି କରିଛ ବୋଲି କ'ଣ ବେଶୀ ସୁଖୀ, ବେଶୀ ମହତ? ତୁମ ହସ ଆଉ ତା ହସ ଭିତରେ ଫରକ କେଉଁଠି? ସେ ଗରିବ, ସେ ପ୍ରତିଦିନ ମାଟି ହାଣି, ତୁମେ ଚାକିରି କର, ତୁମ ହସ ଆଉ ତା ହସ ଭିତରେ ଫରକ କେଉଁଠି? ତୁମ କାନ୍ଦ ତା କାନ୍ଦ, ସନ୍ତୋଷ ଅସନ୍ତୋଷ, ରାଗ ହିଂସା ପ୍ରେମ କେଉଁ ଗୁଣରେ ତୁମ ଜୀବନ ତାଠାରୁ ଅଧିକ? ତୁମରି ଘରେ ସବୁ ଅଛି, ତା ଘରେ କ'ଣ ହସ ଖୁସି, ପୁନେଇ ପର୍ବ, ଖେଳ କୌତୁକ କିଛି ନାହିଁ? ଗୌରୀ ଦର୍ଶାଇବାକୁ ଚାହୁଁଥିଲା ସମସ୍ତ ମଣିଷ ଭିତରେ ସ୍ୱାଭାବିକ, ଏ ଯୋଉ କହିଛି ଯେ ମଣିଷ ଭିତରେ ସ୍ୱାଭାବିକ ହବା ସମାନ, ଜଣେ ଧନୀ ହଉ ଜଣେ ଗରିବ ହଉ, ଯଦି ଗୋଟେ ଘରେ ସନ୍ତାନଟିଏ ଜନ୍ମ ହୁଏ ତାହେଲେ ଉଭୟଙ୍କ ପରିବାର ଖୁସି ସମାନ। ଜଣ ଘରେ ଯଦି ଜଣଙ୍କର ମୃତ୍ୟୁ ହୋଇଯାଏ ତାହେଲେ ମଧ୍ୟ ଉଭୟଙ୍କ ପରିବାରରେ ସେ ଦୁଃଖ ସମାନ। କେବଳ ଧନୀ ତାକୁ ବୟାନ କରିପାରେ, ବ୍ୟକ୍ତ କରିପାରେ, ବାହାରେ ଦେଖେଇ ହେଇପାରେ ଯେ ମୋ ପୁଅର ଜନ୍ମଦିନ ମୁଁ ଏମିତି ସେମିତି 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 କରିବି, କିନ୍ତୁ ଗରିବ ଲୋକ ସେ ଜିନିଷ କରିପାରେନି, କିନ୍ତୁ ଖୁସି ପରିବାରରେ ସମାନ ଛୁଆଟେ ଯଦି ଜନ୍ମ ହେଲା। ତେଣୁ ବଡ ପଦରେ ରହିଗଲ, ବିପୁଳ ଧନ ଅର୍ଜନ କରିଦେଲ, କିମ୍ବା ଏଇଟା ମାନେ ଜୀବନକୁ ଶିକ୍ଷାମୂଳକ ଯେ ଆଜିର ମଣିଷ ସେ କହିଯାଇଛି ଏ ଜାଗାରେ ଯେ ବଡ ପଦରେ ରହିଗଲେ, ବିପୁଳ ଧନ ଅର୍ଜନ କରିଦେଲେ, କିମ୍ବା କିଛି ଗୋଟେ ହାସଲ କରିଦେଲେ ଯେ ଜୀବନ ସଫଳ ହୋଇଯିବ ତାହା ନୁହେଁ। ଯିଏ ଯେଝା ମତେ ଜୀବନରେ ସଂଘର୍ଷ କରୁଛନ୍ତି, ଯିଏ ସମସ୍ତେ ନିଜ ନିଜ ହିସାବରେ ଜୀବନରେ ସଂଘର୍ଷ କରୁଛନ୍ତି, ତୁମେ ଏମିତି କହନି ଯେ ପଇସା ଅର୍ଜନ କରିଦେଲେ, ଚାକିରି କରିଦେଲେ, ଉଚ୍ଚ ପଦକୁ ପଳେଇ ଆସିଲେ ଜୀବନ ସଫଳ ହେଲା, ନାହିଁ, ସମସ୍ତେ ନିଜ ନିଜ ହିସାବରେ ସଂଘର୍ଷ କରୁଛନ୍ତି। ତେଣୁ ଏହାକୁ ବର୍ବାଦ କୁହାଯାଇ ପାରିବନି, ବରଂ ସବୁ ପରିସ୍ଥିତିରେ ଜୀବନକୁ ମୁକାବିଲା କରି ଆଗେଇ ଯିବା। ତୁମେ ଯୋଉ କହୁଛ ଜୀବନର କିନାରା ଖୋଜିବା, ନହେଲେ ଜୀବନ ବର୍ବାଦ ହେଇଯିବ, ନାହିଁ, ସମସ୍ତେ ନିଜ ନିଜ ହିସାବରେ ଠିକ ଅଛନ୍ତି, କେହି ବି ବର୍ବାଦ ନୁହନ୍ତି, କେହି ବି ବର୍ବାଦ ନୁହନ୍ତି ବୋଲିକି ଏ ଜାଗାରେ ଗୌରୀ ବୁଝେଇଛି ତୁହିନକୁ। ଏବଂ ପ୍ରକୃତରେ ଠିକ କଥା, ପିଲାମାନେ ଯଦି ସମସ୍ତେ ପଇସା କମେଇବେ, ସମସ୍ତେ ଚାକିରି କରିବେ, ତାହେଲେ ଦୁନିଆ ଚଳିପାରିବ କି? ବର୍ତ୍ତମାନ ପ୍ରକୃତରେ ଦୁନିଆ କାହିଁକି ଚଲୁଛି? ଯିଏ ଯାହା କାମକୁ ଠିକ ଭାବରେ କରୁଛି ସେଇଥିପାଇଁ ଦୁନିଆ ଚଳୁଛି। ଏବଂ ସମସ୍ତେ ଯଦି ପଇସା ପଛରେ ଗୋଡେଇବେ, ସମସ୍ତେ ଚାକିରି କରିବେ, ତାହେଲେ ଦୁନିଆ ଚଳିବ କେମିତି? ଆମେ ତ ଖାଇବାକୁ ପାଇବାନି, ରହିପାରିବାନି ଶାନ୍ତିରେ, ମରିଯିବେ ସମସ୍ତେ ଛୋଟ ପଟ ହେଇକି। ପ୍ରକୃତରେ ଯିଏ ଯାହା କାମକୁ ସୁଚାରୁ ରୂପରେ ସମ୍ପାଦନ କରୁଛି ବୋଲିକି ଆମେ ଠିକ ଭାବରେ ଚାଲୁଛେ, ତେଣୁ ସେଥିପାଇଁ ଆମେ କାହାକୁ ହୀନ ଭାବିବାନି, ସମସ୍ତଙ୍କୁ ଠିକ ଭାବିବା। ଏବଂ ଆମେ ଭାବିବାନି ଯେ କେବଳ ପଇସା କମେଇଲା, ଅର୍ଥ ଉପାର୍ଜନ କଲା, ସଫଳତା ପାଇଲା ମାନେ ଜୀବନ ବର୍ବାଦ ହେଲାନି ବୋଲି। ସଫଳତା ପାଇଲେ ମଧ୍ୟ ଜୀବନ ବର୍ବାଦ ହୁଏ ଏବଂ ଅସଫଳ ହେଇକି ମଧ୍ୟ ଜୀବନ ବର୍ବାଦ ହୁଏନି। ଆମେ ଯଦି ଦେଖିବା, ତୁହିନ ତୁରନ୍ତ ବିବାହ କରିବାକୁ ଚାହୁଁଥିବା ବେଳେ ମାନେ ତୁହିନ ଚାହୁଁଥିଲା ଯେ ଜୀବନର କିନାରା ଖୋଜିବା ପାଇଁ, ବିବାହ କରିବା ପାଇଁ, ମାନେ ସେ ଯୋଉ କହିଥିଲା, କିନ୍ତୁ ଗୌରୀ ତାକୁ ବିରୋଧ କରୁନଥିଲା, କିନ୍ତୁ ତାକୁ ଟିକେ ଏଡେଇ ଚାଲିଥିଲା। ଏହାକୁ ନେଇ ତୁହିନ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ଦୁହିଁଙ୍କ কথୋପକଥନରୁ ଆଧୁନିକ ଯୁବକ ଯୁବତୀଙ୍କର ସମ୍ପର୍କର ମହତ୍ଵ ବୁଝା ପଡିଥାଏ, ଯେ ଉଭୟ ପାଠ ପଢା, ଉଭୟ ଶିକ୍ଷିତା, ଉଭୟ ଆଧୁନିକା। ତ ଉଭୟଙ୍କ কথୋପକଥନରୁ ଆଧୁନିକ ଯୁବପିଢିଙ୍କର ମହତ୍ଵ ସମ୍ପର୍କରେ ବୁଝା ପଡୁଥିଲା। ତୁହିନ କହୁଛି, ଦେଖ, ତୁହିନ କହୁଛି, ଆମେ ତ ଆଜି ଆଉ ସ୍କୁଲ ପିଲା ହୋଇନାହୁଁ ଗୌରୀ,
केते दिन आमे एमिति अनिश्चितता भितरे रहिबा। तुम बापा आम पई जेभଳି अनेक दुख अपमान लज्जा दुश्चिंता लोकनिंदा सहिले ताहा कण व्यर्थ होई जिवो। गौरी कहूची तुमे आम विवाह कथा कहूच तो आम विवाह नहीं अनेक बंधु बांधव चिन्ह अचिन्ह पचारुचंती। तुहिन निश्चित पचारिबे सेही मानकु घेनित समाज समाज को अबाध्य होई ताहार नियम भांगी आमे किछि कले तो समाने पचारिबे। गौरी कहली कौन पाई समाज पचारिबो कहा दुख रे किए कौन भाग निए। युवक युवती विवाह होई स्वच्छंदरे मिलामिशा बफुट करवा जदि कहा आखि को खराब दिसिला कि कहा मुहरु समालोचना बाहरिला ताइले समान को मुह को तो बंद करी हेबनी। माने तुहिन कहिछि कि समाज रो कर्तव्य आमे जेतु सामाजिक प्राणी तो समाज हमको प्रश्न पचारिबो। तो गौरी कहला कौन पाई पचारिबे कहा दुख रे कि कोन भाग नेउछि कि भाग नेउनी। युवक युवती विवाह होई कि जदि स्वच्छंदरे मिलामिशा कले तार लोक मानकर कौन अधिकार अछि माने पचारे तांका मुह को तो बंद करि परिबानी तो माने कौन पाई पचारिबे। आम मुह आखि को किए तो बंद करि पारु नांती लोके जहा कहबे कहंतु हमर सेथिरे जाए केते आसे केते आम संपर्कटा कहा आगरे अछुपा नुहे तेनु डेंगुरा पिटी सेही संपर्क को जणेबर लाभ कोन। आम संपर्कटा तुम मो भितर जो जे कहा आगरे अछुआ माने अछपा नुहे किंतु आम ढिंडरा पिटी ताको जणेबा कि लोक कहबे कि लोक कथा डरिबा कि आमे बोली कि से जिनिस को जगह गौरी बुझौची। तुहिन कहिला तुम घर आम घर इच्छा समस्त इच्छा विवाह हो जाऊ। या छड़ा बापा दुर्घटना पर बोऊ पाखरे तुम्हें थिबारु रक्षा हो जाइछि नहेले बोऊंकर जे कौन होता पुणी लोक कहउचंती आमे स्त्री पुरुष भली चलुचु। गौरी कहले मु नथिले आउ किए बोऊंक पाखरे थांता पुणी तुम्हें पुरुष मु जणे स्त्री सेथिरे आमे स्त्री पुरुष भली चलिबानी तो आउ केमिति चलिबा। गौरींकर एभली जवाब तुहिन को विचलित करि पकौछि। तुहिन कहउछि लोक माने कहउचंती जे आमे दुई जण स्त्री पुरुषक भलिया चलुचा बोली कि तो आमे विवाह कर देबाटा ठीक हेबो बोली कि। तो गौरी कहउछि कि तुमे जणे पुरुष मु जणे स्त्री स्त्री पुरुष भली चलिबानी तो केमिति चलिबा ना झियोटा आधुनिक हे जाइछि सेही समय रे तो ता मोर फेतमे गळ गळ होई कि उत्तर बाहरुछि। तो ए जिनिस विचलित होई पड़िछि कथा सुनी कि तुहिन कहउछि तुमे कोन चाहुचो अमेरिका रु फेरिबा परे विवाह करिबा किंतु ए लोक निंदा मुह को तुमको पेली देई मु निश्चिंत विदेश को जाई पे तुमे कोन कहउछो मु अमेरिका जीबी फेरिबी तापर विवाह करिबा तुमको मु लोक निंदा मुहरे छाड़ी देकी मु जाई परिबेनी अमेरिका। गौरी अधीर होउतबा तुहिन को बुझाई गौरी तुमे निश्चिंत अमेरिका जाओ कौन सी चिंता करनी मु बोऊ को पाखरे अछि। हेले तुहिन को मन बुझिनी तांको सर्वांग धरी उठिछि। तुहिन गौरी गौरी तुमे कौन कहउछो गौरी मु जे तुमको आद्य बुझी पारु नाही आजि सुधा पारि नथिली आज तुमे आहुरी बड़ प्रहेलिका होई देखा देइछो मो आगरे मते लागुछि जेमिति मो आगरु दूरे दूरे चली जाउछो तुमे मु पारिबी नाही मोर अमेरिका जिबा आजि एठारे इति फ्री तुमको छाड़ी जिबा एका बेले असंभव। तुहिन कहिछि गौरी को गौरी कौन कहउछो तुमे मु तुमको आद्य बुझी पारुनी आजि सुधा पारि नथिली हेले मते वर्तमान लागिछि जे तुमे सतरे मोठारु दूरे दूरे चली जाउछो आमे एते पाखरे अछे किंतु मते लागुछि तुम कथबार्तारू सब जगार आमे माने बहुत दूर रे अच्छा बोली कि तुमको छाड़ी जिबा मो पक्षरे संभव नुहे। तुहिन को एभली दुर्बल एवं भावप्रवण न हेबाकू गौरी कहिसंती। आसंता काली अमेरिका को जिबाकू थिबा बेले आज विवाह लागि तुहिन जिद करबा पिलाले आमे बोली गौरी कहिसंती जे काली जिबार थिला अमेरिका एवं आज जो विवाह पई जिद धरिछि तुहिन से जिनिस को कहिसंती पिलाले आमे बोली गौरी कहिसंती। तुहिन आगरु बारंबार कहबा सत्वे तुमे एडे चलीथिलो। गौरी कहिले विवाह पई फुर्सत केउंटी थिला पढ़ा सरिबा परे तुमे चाकरी कल एहा पर बापा को मृत्यु खबर आसी पहुंचिला तापर तो विदेश जिबाकू बाहरिलो हेले तुहिन जोर देई कहिछि विवाह करबा गौरी आमे विवाह करबा बोली कि किंतु गौरी कहिछि जगह जे केते बेले अवसर थिला विवाह पई पाठ पढिलो पाठ पढिबा परे तुमे चाकरी कल एहा पर बापा को मृत्यु खबर आसी पहुंचिला तापर तुमे विदेश जिबाकू बाहरिलो समय कोंठी पाइला आमे बाहा हेबा पई आ विवाह करिया पई। गौरी को एई समय रे माने तुहिन बारंबार कहते गौरी को विवाह कर देबा खाली मु अमेरिका जीवी बोली कि। गौरी आमर तेबे कोन विवाह होई नाही। तुहिन हेले कोन हैला आम परिवार के समाज रे के तो जानिले नाही। गौरी जेबे जहांगर विवाह होई जाईची से तुहे तो जानिले अन्य माने जानिबाटा जरूरी। गौरी को आम दुहिं को भीतर विवाह होइनी आमे दुहे तो जानिछे अन्य माने जानिले न जानिले केते न जानिले केते। तुहिन तुमे पाफरी पकौजो गौरी विवाहटा जेतिकी व्यक्तिगत सेतिकी अबा ताठार बड़ सामाजिक अनुष्ठान आम विवाहटा व्यक्तिगत भाव में होइछि सिना
ସାମାଜିକ ତ ହୋଇନାହିଁ, ଆମେ ବ୍ୟକ୍ତିଗତ ଭାବରେ ବିବାହ କରିଛେ ସିନା ତୁମେ ଆଉ ମୁଁ, କିନ୍ତୁ ସାମାଜିକ ଭାବରେ ହୋଇନାହିଁ। ତ ଏଇଟା ଗୋଟେ ସାମାଜିକ ଜିନିଷ, ବ୍ୟକ୍ତିଗତ ଭାବରେ ସବୁ ଜିନିଷ ହେଇଯାଏ ନା। ଗୌରୀ ବୋଲିକି ତୁହିନ ଗୌରୀକୁ ବୁଝଉଛି। ଗୌରୀ କିଛି ଦିନ ପାଇଁ ତାର ସାମାଜିକ କ୍ରିୟା ବାକି ରହିପାରେ, ଆଉ ଟିକେ ଧୈର୍ଯ୍ୟ ସାହସ ଧରିବାକୁ ହେବ ଆମକୁ। ପ୍ରକୃତ ବିବାହର ପରିଚୟ ହେଲା ଧୈର୍ଯ୍ୟ ଏବଂ ସାହସ। ଆମକୁ ଆଉ ଟିକେ ଧୈର୍ଯ୍ୟ ଧରିକି ଅପେକ୍ଷା କରିବାକୁ ପଡିବ ବୋଲି ଗୌରୀ କହିଛି। ତୁହିନଙ୍କ ଭଳି ଉଚ୍ଚ ଶିକ୍ଷିତ ଚାକିରିଆ ଯୁବକ ଗୌରୀକୁ ବିବାହ କରିବାକୁ ଚାହୁଁଥିଲା ବେଳେ ଗୌରୀ ଉଦାସୀନ ରହିବା ତାଙ୍କୁ ବିଚଳିତ କରିଛି। ଫଳରେ ତୁହିନ ପାଖରେ ଗୌରୀ ଆହୁରି ଦୁର୍ବୋଧ୍ୟ ହୋଇ ଉଠୁଥିଲେ। ଅସହାୟ ଆଖିରେ ସେ କେବଳ ଗୌରୀଙ୍କୁ ଚାହିଁ ରହିଥିଲେ, କାହିଁକି ନା ଜୀବନଠାରୁ ଅଧିକ ସେ ଭଲ ପାଉଥିଲେ ଗୌରୀକୁ। ସେ ଚାହୁଁଥିଲେ ଆମେରିକା ଯିବା ଆଗରୁ ତାଙ୍କୁ ବିବାହ କରିବା ପାଇଁ। ସେ ଚାହୁଁନଥିଲେ ତାଙ୍କୁ ଛାଡିକି ଆମେରିକା ଯିବା ପାଇଁ। ଏମିତି ଗୋଟେ କାହାଣୀ ଆମେ ବର୍ତ୍ତମାନ ଦେଖିଲା ଯେ ତୁହିନ ଏବଂ ଗୌରୀଙ୍କ ଭିତରେ ଥିବା ସମ୍ପର୍କ। ଆଗକୁ ଆମେ ପଢିବା କଲିକତାରେ ଦିବାକରଙ୍କ ପ୍ରସଙ୍ଗ। ଅଷ୍ଟମ ଖଣ୍ଡରେ ରହିଛି ଲାଗ ଲାଗ ଦୁଇଟି ବିଶ୍ୱଯୁଦ୍ଧ, ଯେ 1914 ମସିହାରେ ହେଇଥିବା ପ୍ରଥମ ବିଶ୍ୱଯୁଦ୍ଧ ଏବଂ ପରେ ଯେଉଁ ହେଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ, ଏଇଟା କେମିତି ବିଶ୍ୱବାସୀଙ୍କୁ ବିଚଳିତ କରିଦେଇଛି। ବିଜ୍ଞାନ ଜୟଯାତ୍ରା ସହିତ ବିଧ୍ୱଂସୀ ଯୁଦ୍ଧାସ୍ତ୍ର ମାନବ ସଭ୍ୟତା ପାଇଁ ବିପଦ ସୃଷ୍ଟି କରିଛି। ଦିବାକର ଏମିତି ସମୟରେ ପ୍ରଥମ କରି ଓଡ଼ିଶା ଛାଡି କଲିକତା ଯାଇଛନ୍ତି। ଏହି ସମୟରେ ଦିବାକର ଯାଇଛନ୍ତି କଲିକତା। ଦିବାକରଙ୍କର ମନେ ପଡୁଛି ଆର୍ଥିକ ପରିସ୍ଥିତି ତାଙ୍କର ଅତ୍ୟନ୍ତ ଖରାପ ହେଇଯାଇଥିଲା। ବିଡି ଖଣ୍ଡେ ଟାଣିବାକୁ ପାଖରେ ପଇସା ନଥାଏ। ଏହି ସମୟରେ ମଦନ ବାବୁଙ୍କ ସହାୟତା ହିଁ ଦିବାକରଙ୍କ ଜୀବନକୁ ବଦଳାଇ ଦେଇଥିଲା। ମଦନ ବାବୁଙ୍କ ଜଣେ ଛାତ୍ର ଥାନ୍ତି, ସରକାରୀ ଉଚ୍ଚ ପାହ୍ୟାର ଅଧିକାରୀ। ସେହି ଅଧିକାରୀଙ୍କ ସହାୟତାରେ ଦିବାକରଙ୍କୁ କଲିକତାରେ ଚାଉଳ କାରବାରୀଙ୍କ ପାଖରେ ଜଣେ ଛୋଟ କର୍ମଚାରୀ ଭାବରେ କାମ ମିଳିଥିଲା। ଯେ ଏହି ସମୟରେ ସାହାଯ୍ୟ କରିଥିଲେ ମଦନ ମୋହନ ବାବୁ ଦିବାକରକୁ ଗୋଟେ କାମରେ ଲଗେଇ ଦେଇଥିଲେ କଲିକତାରେ। ଦିବାକର ଦେଖୁଥାନ୍ତି କେମିତି ଚାଉଳ ଡିପୋରେ ପର୍ବତ ସମାନ ଚାଉଳ ବସ୍ତା ଗଦା ହୋଇଛି, କିନ୍ତୁ ଫୁଟପାଥ ଦୋକାନ ଆଗରେ ଚାଉଳ ମୁଠେ ପାଇଁ ମଣିଷ ଭିତରେ ଲଢେଇ ହେଉଛି ସକାଳୁ ସଞ୍ଜ ଯାଏ। ଚାଉଳ ପାଖରେ ଥାଇ ଲୋକ ଭୋକ ଉପାସରେ ମରୁଥିବାର ଦୃଶ୍ୟକୁ ସେ ଦେଖିଛନ୍ତି। ଭରା ନଈ ପାଖରେ ଥାଇ ତୃଷାର୍ତ୍ତରେ ମରିବା ଭଳିଆ କଥା, ଯେ ପାଖରେ ନଈ ଲୋକମାନେ ତୃଷାରେ ମରୁଛନ୍ତି। ସେଇଭଳିଆ ଭାବରେ ଦିବାକର ଦେଖୁଛନ୍ତି ଯେ ଚାଉଳ ଡିପୋରେ ପର୍ବତ ସମାନ ଚାଉଳ ଅଛି, ଲୋକମାନେ ଖାଇବାକୁ ନ ପାଇକି ରାସ୍ତାରେ ମରୁଛନ୍ତି। ସେତେବେଳେ ଦିବାକର ମଧ୍ୟ ବିଶ୍ୱସ୍ତ କର୍ମଚାରୀ ଭାବରେ ଭୋକିଳାଙ୍କୁ ମୁଠାଏ ଚାଉଳ ନେଇଯିବାକୁ ଦେଇନଥିଲେ। ସେତିକି ବେଳେ ଦିବାକର ମଧ୍ୟ କଣ ସେ ଚାହିଁଲେ ମଧ୍ୟ ଦେଇପାରିନଥିଲେ ଯେ ସେ ଭୋକିଲାଙ୍କୁ ଚାଉଳ ମୁଠାଏ ନେଇଯିବା ପାଇଁ। ଚାଉଳ ଗଚ୍ଛିତ ରଖି ମୁନାଫା କମେଇବାର ଏ ହେଉଛି ନୂଆ କୌଶଳ, ଯାହା ଯୁଦ୍ଧ ପରର ମୁନାଫି ଫୁଅର ଯୁଗର ଅବସ୍ଥା। ଏ ଚାଉଳକୁ ଗଚ୍ଛିତ ରଖିକି ବିକ୍ରି ନ କରିବା ଏବଂ ପରବର୍ତ୍ତୀ ସମୟରେ ତାହାକୁ ଅଧିକ ପଇସାରେ ବିକ୍ରି କରିବା କଥା, ଯୋଉଟାକି ଆମେ ଦେଖିଥିବା 9 ଅଙ୍କ ଦୁର୍ଭିକ୍ଷର ପୃଷ୍ଠଭୂମି 1866 ମସିହା ଆଗରୁ ହିଁ ସେମିତି ହେଇଥିଲା। ତ ଏଇ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଲୋକମାନେ ସେମିତି କରିଛନ୍ତି। ଏ ଯୋଉ ବ୍ୟବସାୟୀ ମାନେ ଚାଉଳକୁ ରଖିକି ତାକୁ ପରେ ଅଧିକ ଦାମରେ ବିକ୍ରି କରିବାକୁ ଚେଷ୍ଟା କରିଛନ୍ତି, ତାକୁ ଗଚ୍ଛିତ ରଖିଛନ୍ତି। ଫଳରେ ଲୋକମାନେ ସେ ସମୟରେ ଖାଇବାକୁ ନ ପାଇକି ଭୋକରେ ମରିଛନ୍ତି। ଫଳରେ ଦିବାକରଙ୍କର ଚାଉଳ ଚାଳନ କରିବା ଚାକିରିର ଉନ୍ନତି ଘଟି ସୈନ୍ୟ ଛାଉଣୀ କଣ୍ଟ୍ରାକ୍ଟର ପଦକୁ ଧୀରେ ଧୀରେ ଦିବାକର ବାବୁଙ୍କର ପ୍ରମୋସନ ହୋଇଛି। ଏହାପରେ ତାଙ୍କ ପାଖକୁ ଟଙ୍କା ସୁଅ ଭଳି ମାଡ଼ି ଆସିଛି। କଲିକତା ଫୁଟପାଥରେ ଡଷ୍ଟବିନ୍କୁ ଦରାଣ୍ଡି ହାତ ପତେଇ ପେଟ ଦେଖାଇ ହଜାର ହଜାର ମଣିଷ ମଢ ଗଡୁଥିବା ବେଳେ ସୈନ୍ୟ ଛାଉଣୀ କିନ୍ତୁ ଭାସୁଥାଏ ଘିଅ ମହୁରେ। ସୈନ୍ୟ ଛାଉଣୀରେ ଟିକିଏ ଦାଗି ପଡିଥିବା ପାଚିଲା କମଳା ଲେମ୍ବୁର ଶହ ଶହ ଝୁଡିକୁ ନଷ୍ଟ କରାଯାଏ, ହେଲେ ବାହାର ଭୋକିଲାଙ୍କୁ ଏଥିରୁ ଗୋଟିଏ ବି ଦିଏ। ଯେ ସେଇ ସମୟରେ ସୈନ୍ୟ ଛାଉଣୀରେ ଲୋକମାନେ ଆରାମସେ ବଞ୍ଚୁଥିଲେ, କିନ୍ତୁ ବାହାର ଲୋକଙ୍କୁ କିଛି ବି ମିଳୁନଥିଲା। ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଥାନ ମିଳୁନଥିଲା ବେଳେ 4ଟି ପରିବାର ଖୁସିରେ ରହିବା ଭଳି ବିରାଟ ଘରେ ଦିବାକର ଏକୁଟିଆ ଥାନ୍ତି। ଯେ ସେଇ ସମୟର ସମାଜ ଏମିତି ଥିଲା, ଲୋକମାନେ ଖାଇବାକୁ ପାଉନଥିଲେ, ଭୋକରେ ମରୁଥିଲେ, ରହି ପାରୁନଥିଲେ ଶାନ୍ତିରେ। ସେଇଭଳି ଭାବରେ ଲୋକମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ମାନେ ଜାଗା ନଥିଲା ବେଳେ ଦିବାକର ରହୁଥିଲେ ଗୋଟେ ବିରାଟ ଘରେ। ଦିବାକର ବିରାଟ ଧନୀ ପାଲଟି ଯାଇଛନ୍ତି। ଘରେ ଚାକର ଚପରାସି ଖଟୁଛନ୍ତି। ମଟରରେ ଗଲା ବେଳେ ଲୋକେ ବାଟ ଛାଡି ଦେଉଛନ୍ତି, ହାତ ଟେକି ସଲାମ କରୁଛନ୍ତି। ଦିବାକରଙ୍କର ବଡ ବଡ ହୋଟେଲରେ ସମୟ କଟେ। ଗୋରା ସାହେବଙ୍କ ସହ ବଠା ଉଠା, ଯେ କେମିତି ଏ ଯୋଉ ମଦନ ମୋହନ ବାବୁ ତାହାକୁ ଗୋଟେ କାମରେ ଠିକ କରିଦେଇଥିଲେ। ଫଳରେ ଦିବାକର ବାବୁଙ୍କ ଜୀବନର ପରିବର୍ତ୍ତନ ହେଇଯାଇଛି। ଗୋଟେ ସାଧାରଣ ଦିବାକର ଯାହା ପାଖରେ ବିଡି ପିଇବା ପାଇଁ ପଇସା ନଥିଲା, ସେଇ ଦିବାକର ଆଜି ତା ପାଖେ ଘର ବାଡି ଚାକର ବାକର ସବୁ କିଛି ଅଛନ୍ତି। ଦିବାକର କାମରୁ ସେ ପ୍ରମୋସନ ହେଇକି ବହୁତ ଉପରକୁ ସେ ଉଠି ଯାଇଛନ୍ତି। ଦିବାକରଙ୍କର ମନେ ପଡୁଛି ଦିନେ ଓଡିଶାର ଦୂର ମଫସଲ ଗାଁର ପଚା ପାଣି କାଦୁଅ ଭିତରେ ସେ ଦେଶ ଉନ୍ନତିର ସ୍ୱପ୍ନ ଦେଖୁଥିଲେ। ବିଫଳ ହେବା ପରେ ସହରକୁ ଆସି କାଣି କଉଡିଟା ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଥିଲେ। ଆଜି ତାଙ୍କ ମୁହଁରୁ କଥା ପଦକ ଶୁଣିବା ପାଇଁ କାହାଣ କାହାଣ ଲୋକ ଧାଇଁଛନ୍ତି। ପେଟ୍ରୋଲ ନଥାଇ ଘରୋଇ ମଟର ଗାଡି ଅଚଳ ହୋଇ ପଡିଥିବା ବେଳେ ସୈନ୍ୟ ଛାଉଣୀରେ କିନ୍ତୁ ଅଭାବ ନଥିଲା। ସୈନ୍ୟ ଛାଉଣୀର ଅଧିକାରୀଗଣ ବଡ ଜ୍ୱାଇଁ ହେଲେ ଦିବାକର ବଡ ଯାତ୍ରୀ ଭଳି ନିଜକୁ ମନେ କରିଛନ୍ତି। ଅର୍ଥାତ୍ ସୈନ୍ୟ ଛାଉଣୀରେ ପେଟ୍ରୋଲ ଯାହାକୁ ଯେତେ ଉପଲବ୍ଧ ହେଉଥିବାରୁ
ସୈନ୍ୟ ଛାଉଣୀର କଣ୍ଟ୍ରାକ୍ଟର ଭାବରେ ଦିବାକରଙ୍କ ପାଖରେ ମଧ୍ୟ ବିପୁଳ ପେଟ୍ରୋଲ ଯେ ସେଇ ଜାଗାର ଯେତେବେଳେ ସୈନ୍ୟ ଛାଉଣୀର କଥା କୁହାଯାଇଛି ସେତେବେଳେ ସେ ସୈନ୍ୟ ଛାଉଣୀରେ ଯେଉଁ ଜାଗାରେ ଥିଲେ ଦିବାକର ସେ ସମୟରେ ସମସ୍ତଙ୍କ ପାଖରେ ମାନେ କୌଣସି ଜିନିଷ ଅଭାବ ନଥିଲା, ଖାଇବା ପିଇବା ରହିବା ପେଟ୍ରୋଲ, ଅନ୍ୟମାନଙ୍କ ପାଖରେ ବିଶ୍ୱଯୁଦ୍ଧ ପାଇଁ ସବୁ ଅଭାବ ଥିଲା ମଧ୍ୟ ସେଇ ଜାଗାରେ କାହାରି ପାଖରେ କିଛି ବି ଅଭାବ ନଥିଲା। ତେଣୁ ପେଟ୍ରୋଲ ଟିକକ ପାଇବାକୁ ଦିବାକରଙ୍କ ପାଖରେ ଗୋରା କଳା ବଡ ଲୋକ ଆସି ରୁଣ୍ଡ ହୁଅନ୍ତି। ତାଙ୍କ ଫ୍ଲାଟ ଆଗରେ ନୀତି ହଜାର ହଜାର ଲୋକଙ୍କର ଭିଡ ଲାଗି ରହେ। ସବୁବେଳେ ଟେଲିଫୋନର ଶବ୍ଦ, ଘରେ ବାହାରେ ଜିପ୍ରେ ଉଠିଲେ କି ଜିପ୍ରୁ ଓହ୍ଲେଇଲେ, ସିନେମା ବା ଥିଏଟର ଗଲେ ସବୁ ଦିବାକରଙ୍କ ପଛରେ ପଡିଥାନ୍ତି। ସମସ୍ତଙ୍କୁ ସାକ୍ଷାତ ଦେବା ଦିବାକରଙ୍କ ପକ୍ଷରେ ଅସମ୍ଭବ। ମାନେ ସେଇ ସମୟରେ ବହୁତ ମାନେ ବଡ ବ୍ୟକ୍ତି ହେଇଛନ୍ତି ଦିବାକର, ତାଙ୍କୁ ଦେଖିବା ପାଇଁ ତାଙ୍କ ପାଖରୁ ଟିକେ ସୁବିଧା ପାଇବା ପାଇଁ ଲୋକମାନେ ତାଙ୍କ ଘର ସାମ୍ନାରେ ରୁଣ୍ଡ ହୁଅନ୍ତି। କିନ୍ତୁ ସମସ୍ତଙ୍କର ମାନେ ସୌଭାଗ୍ୟ ନଥାଏ ଦିବାକରଙ୍କ ସହିତ ସାକ୍ଷାତ କରିବା ପାଇଁ। ତେଣୁ ଟେଲିଫୋନ ବାଜିଲେ ତାଙ୍କର ଅଡିଲା ଅଇଁଠା ଓରଫ ଏଟମ ସମସ୍ତଙ୍କୁ ସାହେବ ଘରେ ନାହାନ୍ତି ବୋଲି, ମାନେ ସେ ଘରେ ଯୋଉ ଲୋକମାନେ କାମ କରନ୍ତି ସେ କହିଦେଇଛି ସାହେବ ଘରେ ନାହାନ୍ତି ବୋଲିକି। ଏହି ଏଟମ ହେଉଛି ଦିବାକର ବାବୁଙ୍କ ଶ୍ୱଶୁର ଘର ଗାଁ ଲୋକ। ଅନେକ ବର୍ଷ ହେବ ସେ କଲିକତାର କଲବାଡିରେ କାମ କରି ଏବେ ଦିବାକରଙ୍କ ବାବୁଙ୍କ ପାଖରେ ପଡି ରହି କୁକୁର ପରି ଘରଟାକୁ ଜଗିଛି। ଜମ ନେବନି ବୋଲି ତା ବାପା ମା ତା ନାଁ ଦେଇଥିଲେ ଅଇଁଠା ବୋଲି ଗୋଟେ ଚରିତ୍ର, ଯିଏକି ଦିବାକର ବାବୁଙ୍କ ଘରେ ରହିକି ତାଙ୍କ ଘର ଜଗିଛି। ତେବେ ଏଟମ ବୋମା ନାମରୁ ଅଇଁଠାକୁ ଏଟମ ବୋଲି ଦିବାକର ଡାକନ୍ତି। ତ ସେ ମାନେ ଏଟମ ବୋମରୁ ଅଇଁଠାକୁ ଏଟମ ବୋଲିକି ମାନେ ତା ନାଁ ଅଇଁଠା, କିନ୍ତୁ ତାକୁ ଏଟମ ବୋଲିକି ଦିବାକର ଡାକୁଥିଲେ। ତ ଏଇଟା ଆମେ ଦେଖିଲା ଯେ ଦିବାକରଙ୍କର ଚରିତ୍ର କେମିତି ପରିବର୍ତ୍ତନ ହେଇଯାଇଛି କଲିକତାରେ। ତାଙ୍କ ଜୀବନ ଚରିତ୍ର ତାଙ୍କର ଜୀବନ ମଧ୍ୟ ଏ ଜାଗାରେ ଚରିତ୍ର ତ କହିପାରିବନି, ତାଙ୍କର ଜୀବନ ଏ ଜାଗାରେ ପରିବର୍ତ୍ତନ ହେଇଯାଇଛି। ତାପରେ ଆମେ ଦେଖିବା ଯେ କଲିକତାରେ ଉଫା। ଦିନେ ଦିବାକର ନାଇଟ କ୍ଲବରୁ ଘରକୁ ଫେରି ପୋଷାକ କାଢି ଶୋଇବାକୁ ଗଲା ବେଳେ ଅଇଁଠା ନରମ ଗଳାରେ କହିଛି, ବାବୁ ସାହେବ କଲିକତାରେ ଆଉ ରହି ହେବନି ଆଜ୍ଞା। ତ ଏତିକି ପିଲାମାନେ ଆଜିର କ୍ଲାସରେ ଏତିକି ଆଲୋଚନା କରିବା, କାହିଁକି ନା ଭିଡିଓଟା ବେଶୀ ଲଙ୍ଗ ହେଲେ ତୁମମାନଙ୍କୁ ବୋରିଂ ଲାଗିବ। ଏମିତି 40 ମିନିଟ୍ ପାଖାପାଖି ଭିଡିଓ ହେଇଗଲାଣି। ତ ପାର୍ଟ 3ରେ ଏତିକି ଆଲୋଚନା କରିବା। ପାର୍ଟ 3 ଆମର କମ୍ପ୍ଲିଟ୍ ହେଇଗଲା। ନେକ୍ସଟ କ୍ଲାସରେ ଆମେ ପାର୍ଟ 4 ଉପରେ ଆଲୋଚନା କରିବା, ଯେଉଁଥିରେ ପଢିବା ଆମେ କଲିକତାରେ ଉଷା ପ୍ରସଙ୍ଗ। ତ ଭିଡିଓଟିକୁ ସେପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ସମଲେଇ। ପୁଣି ଦେଖା ହବା ଆମେ ଆଗାମୀ ଭିଡିଓରେ, ସେଇଠି ଆଲୋଚନା କରିବା ଆମେ ଏଇ କଲିକତାରେ ଉଷା ପ୍ରସଙ୍ଗ।